أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين। ଯେପରିକି ମୁଁ ବିଗତ ଖୁତବାରେ ତବୁକ୍ ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା କରିଥିଲି, ଏହାର ଅତିରିକ୍ତ ବର୍ଣ୍ଣନା ଆଜି ଆଲୋଚନା କରିବି। ହଜରତ ମୁସଲିମ ଔଦ୍ ରଜିୟଲ୍ଲାହୁ ଏହି ଯୁଦ୍ଧ ସଂକ୍ରାନ୍ତରେ ବର୍ଣ୍ଣନା କରିଛନ୍ତି ଯେ ଯେତେବେଳେ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି ወସଲ୍ଲମ ମକ୍କା ବିଜୟ କଲେ, ସେତେବେଳେ ଅବୁ ଆମେର ମଦନୀ, ଯେ କି ଖଜରଜ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଥିଲା, ୟହୁଦୀ ଓ ଖ୍ରୀଷ୍ଟିଆନମାନଙ୍କ ମିଳାମିଶା ଓ ସାକ୍ଷାତ କରିବା ଯୋଗୁଁ ସେ ଉପଦେଶ ଓ ମନ୍ତ୍ର ଜପ କରିବାର ଅଭ୍ୟସ୍ତ ଥିଲା। ଏହି କାରଣରୁ ଲୋକମାନେ ତାକୁ ପଣ୍ଡିତ ବା ଧର୍ମଗୁରୁ ବୋଲି କହୁଥିଲେ, କିନ୍ତୁ ପ୍ରକୃତରେ ସେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଥିଲା। ଏହି ବ୍ୟକ୍ତି ଜଣକ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି ୱସଲ୍ଲମଙ୍କ ମଦିନାଠାରେ ପହଞ୍ଚିବା ପରେ ମକ୍କା ଅଭିମୁଖେ ପଳାୟନ କରିଥିଲା। ଯେତେବେଳେ ମକ୍କାକୁ ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମ ଜୟ କରିନେଲେ, ସେତେବେଳେ ସେ ଏହା ଭାବିବାକୁ ଲାଗିଲା ଯେ ବର୍ତ୍ତମାନ ମୋତେ ଇସଲାମ ଧର୍ମରେ ଉପଦ୍ରବ, ହିଂସା ସୃଷ୍ଟି କରିବା ନିମନ୍ତେ ଆଉ କିଛି ଉପାୟ କରିବାକୁ ପଡ଼ିବ। ପରିଶେଷରେ ସେ ନିଜର ନାମ ଓ ନିଜର ଆଚରଣ ବେଶଭୂଷା ପରିବର୍ତ୍ତନ କରି ମଦିନା ନିକଟସ୍ଥ କୁବା ନାମକ ଏକ ଗ୍ରାମରେ ପହଞ୍ଚିଲା। ସେଠାରେ ଶରଣ ନେଲା। ଅନେକ ବର୍ଷ ପର୍ଯ୍ୟନ୍ତ ବାହାରେ ରହିବା ଯୋଗୁଁ ଓ ତାହାର ପରିବର୍ତ୍ତିତ ବେଶଭୂଷା ଯୋଗୁଁ ଲୋକମାନେ ତାକୁ ଚିହ୍ନି ପାରୁନଥିଲେ। ତାକୁ କେବଳ ସେହି କପଟ ବିଶ୍ୱାସୀମାନେ ଚିହ୍ନିଥିଲେ ଯେଉଁମାନଙ୍କ ସହିତ ଅବୁ ଆମେର ନିଜର ସମ୍ପର୍କ ସ୍ଥାପନ କରିନେଇଥିଲା। ଅବୁ ଆମେର ମଦିନାର କପଟ ବିଶ୍ୱାସୀମାନଙ୍କ ସହିତ ମିଶି ଏହି ପ୍ରସ୍ତାବ ଦେଲା ଯେ ଅବୁ ଆମେର ମଦିନାର କପଟ ବିଶ୍ୱାସୀମାନଙ୍କୁ ଏହି ପ୍ରସ୍ତାବ ଦେଲା ଯେ ଏପଟେ ସିରିଆକୁ ଯାଇ ମୁଁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଓ ସେମାନଙ୍କର ଶାସକ ଓ ଆରବ୍ୟ ଦେଶର ଖ୍ରୀଷ୍ଟିଆନମାନଙ୍କୁ ପ୍ରବର୍ତ୍ତାଇବି, ସେମାନଙ୍କୁ ମଦିନା ଉପରେ ଆକ୍ରମଣ କରିବାକୁ ଉସ୍କାଇବି, ଆହ୍ୱାନ ଦେବି। ସେପଟେ ତୁମେମାନେ ଏହା ପ୍ରଘଟ କରିଦେବ, ପ୍ରଚାର କରିଦେବ ଯେ ବିଶାଳ ସୈନ୍ୟବାହିନୀ ମଦିନା ଉପରେ ଆକ୍ରମଣ କରିବାକୁ ଆସୁଛି। ମଦିନାରେ ଯେଉଁ କପଟ ବିଶ୍ୱାସୀମାନେ ରହିଥିଲେ, ସେମାନେ ଏହି ଖବରକୁ ପ୍ରଚାର କରିଦେଲେ, ପ୍ରଘଟ କରିଦେଲେ। ତେଣୁ ଅବୁ ଆମେର ମନରେ ଏହା ଭାବିଲା ଯେ ଯଦି ମୋର ଯୋଜନା ସଫଳ ହୋଇଗଲା, ତେବେ ଉଭୟ ସୈନ୍ୟବାହିନୀ ମୁହାଁମୁହିଁ ହୋଇଯିବେ ଓ ଯୁଦ୍ଧ ହେବ, ରକ୍ତପାତ ହେବ। ଆଉ ଯଦି ମୋ ଯୋଜନା ସଫଳ ନ ହେଲା ବା ନ ହୁଏ, ତେବେ ସେହି ଗୁଜବ ଯୋଗୁଁ ସମ୍ଭବତଃ ମୁସଲମାନମାନେ ସ୍ୱୟଂ ସିରିଆ ଯାଇ ଆକ୍ରମଣ କରିଦେବେ ଏବଂ କେସର ସମ୍ରାଟ ସହିତ ମୁସଲମାନମାନଙ୍କର ମୁହାଁମୁହିଁ ହୋଇଯିବ। ଏପରି ମଧ୍ୟ ମୋର ଯୋଜନା ସଫଳ ହୋଇଯାଇପାରେ। ତେବେ ଏହି ଉଭୟ ପରିସ୍ଥିତିରେ ମୋର ହିଁ ଲାଭ ହେବ। ସୁତରାଂ ଏହି ଆହ୍ୱାନ ଦେଇ ସେ ସିରିଆ ଅଭିମୁଖେ ଚାଲିଗଲା ଓ ମଦିନାର କପଟ ବିଶ୍ୱାସୀମାନେ ପ୍ରତ୍ୟେକ ଦିନ ମଦିନାରେ ଏହି ଗୁଜବ ପ୍ରସାରିତ କରିବା ଆରମ୍ଭ କରିଦେଲେ ଯେ କେସର ମଦିନା ଉପରେ ଆକ୍ରମଣ କରିବାକୁ ସୈନ୍ୟ ଦଳ ପ୍ରେରଣ କରିଛି। କପଟ ବିଶ୍ୱାସୀମାନେ ପୁନଶ୍ଚ ପରବର୍ତ୍ତୀ ଦିନ ଏହା କହିଥିଲେ ଯେ ଅମକ ଯାତ୍ରୀ ସମୂହର ଲୋକମାନଙ୍କ ସହିତ ଆମର ଭେଟ ହୋଇଥିଲା
ଏବଂ ସେମାନେ କହୁଥିଲେ ଯେ ମଦିନା ଉପରେ ସିରିଆର ସୈନ୍ୟବାହିନୀ ଆକ୍ରମଣ କରିବାକୁ ଯାଉଛନ୍ତି। ଏହି ଖବରଟି ଏତେ ଦ୍ରୁତ ଗତିରେ ପରିବ୍ୟାପ୍ତ ହେଲା ଯେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लम ଏହା ଉଚିତ ମନେ କଲେ ଯେ ସ୍ୱୟଂ ଇସଲାମୀୟ ସୈନ୍ୟବାହିନୀକୁ ଧରି ସିରିଆ ଅଭିମୁଖେ ପ୍ରସ୍ଥାନ କରିବେ। ଏହି ସମୟଟି ମୁସଲମାନମାନଙ୍କ ନିମନ୍ତେ ଅତ୍ୟନ୍ତ କଷ୍ଟକର ଥିଲା। ଦୁର୍ଭିକ୍ଷର ତାହା ବର୍ଷ ଥିଲା। ସେହି ବର୍ଷ ଦୁର୍ଭିକ୍ଷ ପଡ଼ିଥିଲା। ଆଉ ବିଗତ ବର୍ଷରେ ଶସ୍ୟ ମଧ୍ୟ ଖୁବ୍ କମ୍ ଉତ୍ପନ୍ନ ହୋଇଥିଲା। ଶସ୍ୟର ଅଭାବ ରହିଥିଲା। ଆଉ ସେହି ବର୍ଷ ସେପର୍ଯ୍ୟନ୍ତ ସୁଦ୍ଧା ଯେପର୍ଯ୍ୟନ୍ତ କି ମୁସଲମାନ ବାହାରି ନଥିଲେ ଫସଲ କଟାଯାଇ ନଥିଲା, ଫସଲ ଅମଳ ହୋଇନଥିଲା। ସେପ୍ଟେମ୍ବର ମାସର ଶେଷ ଓ ଅକ୍ଟୋବର ମାସର ପ୍ରାରମ୍ଭିକ ସମୟ ଥିଲା ତାହା। ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लम ଏହି ଅଭିଯାନ ନିମନ୍ତେ ବାହାରିଲେ। ସେପଟେ କପଟ ବିଶ୍ୱାସୀମାନେ ଏହି ସମସ୍ତ ଯୋଜନା ଏଥିପାଇଁ କରିଥିଲେ ଯଦି ସିରିଆ ସୈନ୍ୟବାହିନୀ ମାନେ ଆକ୍ରମଣ ନ କରନ୍ତି ତେବେ ମୁସଲମାନମାନେ ସ୍ୱୟଂ ସିରିଆ ଉପରେ ଆକ୍ରମଣ କରିବା ପାଇଁ ବାହାରିଯିବେ। ତେବେ ମୋତା ଯୁଦ୍ଧର ପରିସ୍ଥିତି ମୁସଲମାନମାନଙ୍କ ମାନସ ପଟଳରେ ଉଜ୍ଜୀବିତ ଥିଲା। ମୁସଲମାନମାନଙ୍କୁ ଯେତେବେଳେ ଏତେ ବିଶାଳ ସୈନ୍ୟବାହିନୀର ସମ୍ମୁଖୀନ ହେବାକୁ ପଡ଼ିଥିଲା ସେତେବେଳେ ସେମାନଙ୍କୁ ଅନେକ କିଛି କ୍ଷତି ସହ୍ୟ କରିବାକୁ ମଧ୍ୟ ପଡ଼ିଥିଲା। ବର୍ତ୍ତମାନ ସେମାନେ ଆଉ ଏକ ମୋତା ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଥିଲେ। ତାଙ୍କ ସମ୍ମୁଖରେ ମୋତା ଯୁଦ୍ଧ ପରି ତବୁକ ଯୁଦ୍ଧ ଛିଡ଼ା ହୋଇଥିଲା। ଅନ୍ୟପଟରେ ସେମାନେ ଲୋକମାନଙ୍କୁ ଡରାଉଥିଲେ, ଅର୍ଥାତ୍ କପଟ ବିଶ୍ୱାସୀମାନେ, ଯେ କେସରର ବିଶାଳ ସୈନ୍ୟବାହିନୀ ମଦିନା ଆଡ଼କୁ ମାଡ଼ି ଆସୁଛି, ଯାହାର ମୁକାବିଲା କରିବା ମୁସଲମାନମାନଙ୍କ ପକ୍ଷେ ଅତ୍ୟନ୍ତ ଦୁରୂହ କଷ୍ଟସାଧ୍ୟ। ଏହିସବୁ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେମାନଙ୍କର ଅଭିପ୍ରାୟ ଏହା ଥିଲା ଯେ ମୁସଲମାନମାନେ ସିରିଆ ଉପରେ ଆକ୍ରମଣ କରିବା ନିମନ୍ତେ ବାହାରି ଯାଆନ୍ତୁ, କିନ୍ତୁ ଯଥାସମ୍ଭବ ମୁସଲମାନମାନେ ସ୍ୱଳ୍ପ ସଂଖ୍ୟକ ଯାଆନ୍ତୁ, କାରଣ ସେମାନଙ୍କର ଅର୍ଥାତ୍ ମୁସଲମାନମାନଙ୍କର ପରାଜୟ ସୁନିଶ୍ଚିତ ହୋଇଯାଉ। ସେ ଯାହା ହେଉ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लमଙ୍କୁ ଯେଉଁ ସବୁ ସୂଚନା ମିଳିଥିଲା ତାହାର ଆଧାରରେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लम ଘଟଣାର ସମୀକ୍ଷା କରି ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଯଦି ରୋମୀୟ ସୈନ୍ୟବାହିନୀ ଉପରେ ଆକ୍ରମଣ କରିବାକୁ ବିଳମ୍ବ କରନ୍ତି ମୁସଲମାନମାନେ, ତେବେ ମୁସଲମାନମାନଙ୍କ ଦ୍ୱାରା ଅଧିକୃତ ଅଞ୍ଚଳଗୁଡ଼ିକ ଶତ୍ରୁ ହାତକୁ ଚାଲିଯିବ। ଏ ମଧ୍ୟ ଏକ କ୍ଷତି ସହ୍ୟ କରିବାକୁ ପଡ଼ିବ ମୁସଲମାନମାନଙ୍କୁ। ତେଣୁ ଅଭାବ ଅନଟନ ସତ୍ତ୍ୱେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लम ଏହି ନିଷ୍ପତ୍ତି ନେଇଥିଲେ ଯେ ରୋମୀମାନଙ୍କୁ ଆଗତୁରା ଅଗ୍ରସର ହୋଇ ସେମାନଙ୍କ ଉପରେ ଆକ୍ରମଣ କରିବାର ଅଛି, ତାଙ୍କୁ ସୁଯୋଗ ଦେବାର ନାହିଁ, ଆଉ ଏକ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବାର ଅଛି। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ତାଆଲା ଏହି ଘଟଣାକୁ ଅନ୍ୟ ଏକ ସ୍ଥାନରେ ଏପରି ବର୍ଣ୍ଣନା କରିଛନ୍ତି ଯେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लम ଏହି ଗୁଜବ ସମ୍ପର୍କରେ ସୂଚନା ପାଇବା ପରେ ରୋମୀ ସୈନ୍ୟବାହିନୀ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ରୋମୀ ସୈନ୍ୟବାହିନୀ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ମୁସଲମାନମାନେ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ପ୍ରାଧାନ୍ୟ ଦେଇଥିଲେ ଆଉ ମୁସଲମାନ ସୀମାନ୍ତରେ ଯାଇ ସେମାନଙ୍କୁ ଅଟକାଇବା ପାଇଁ ଚିନ୍ତା କରିଥିଲେ। ତେବେ ପ୍ରଥମେ ଯେଉଁ ପ୍ରାମାଣ୍ୟ ଇତିହାସରୁ ପ୍ରଦାନ କରାଯାଇଥିଲା ସେହି ଅଂଶଟି ହଜରତ ମୁସଲିମ ମଉଦଙ୍କର ରହିଛି। ସେ ଯାହା ହେଉ ନବୀ କରୀମ ସାଲ୍ଲାଲ୍ଲାହୁ ଆଲାଇହି वसल्लम ପ୍ରାତଃ ଯୁଦ୍ଧ ଅଭିଯାନକୁ ଗୁପ୍ତ ରଖୁଥିଲେ, କିନ୍ତୁ ଖୈବର ଅଭିଯାନ ପରେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लम ସର୍ବସାଧାରଣରେ ଏହି ଘୋଷଣା କରାଇଥିଲେ ଓ ସାହାବାମାନଙ୍କୁ ଯୁଦ୍ଧ ପ୍ରସ୍ତୁତି ନିମନ୍ତେ ଅନୁପ୍ରାଣିତ କରିଥିଲେ। ଉପରୋକ୍ତ ବର୍ଣ୍ଣନାଟି ବୁଖାରୀର ବର୍ଣ୍ଣନା ଅଟେ। ତେବେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लम ମକ୍କା ଓ ଅନ୍ୟାନ୍ୟ ଆରବ୍ୟ ସମ୍ପ୍ରଦାୟ ଆଡ଼କୁ ଲୋକମାନଙ୍କୁ ଅର୍ଥାତ୍ ମୁସଲମାନମାନଙ୍କୁ ପଠାଇଲେ, କାରଣ ସେହି ଲୋକମାନେ ଇସଲାମୀୟ ସୈନ୍ୟବାହିନୀରେ ସାମିଲ ହୁଅନ୍ତୁ। ଅନ୍ୟପଟରେ ପରୋପକାରୀ ବ୍ୟକ୍ତିମାନଙ୍କୁ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି वसल्लम ତାଗିଦ ମଧ୍ୟ କରିଥିଲେ ଯେ ସେମାନେ ଆଲ୍ଲାହ ତାଆଲାଙ୍କ ମାର୍ଗରେ ନିଜର ପ୍ରିୟ ଧନକୁ ବ୍ୟୟ କରନ୍ତୁ। ସୁତରାଂ ହଜରତ ବୁରେଦା ବିନ୍ ହୁସେବଙ୍କୁ ବନୁ আসলাম ସମ୍ପ୍ରଦାୟ ଆଡ଼କୁ ଓ ହଜରତ ଅବୁ ରୋହମ ଗଫାରୀଙ୍କୁ ନିଜର ଜାତି ଗଫାର ଅଭିମୁଖେ ତଥା ହଜରତ ଅବୁ ୱାକଦି ଲେସିଙ୍କୁ ନିଜର ସମ୍ପ୍ରଦାୟ ଲେସି ଅଭିମୁଖେ,
ହଜରତ ଆବୁ ଜାଦ ଜର୍ମିଙ୍କୁ ତାଙ୍କର ସମ୍ପ୍ରଦାୟ ଆଡ଼କୁ, ହଜରତ ରାଫେ ବିନ୍ ମକିଜ୍କୁ ଜୁହେନା ସମ୍ପ୍ରଦାୟ ଆଡ଼କୁ ପ୍ରେରଣ କରିଥିଲେ। ସେହିପରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ନୁଏମ୍ ବିନ୍ ମସୁଦ ରଜିୟଲ୍ଲାହୁଙ୍କୁ ଅଶ୍ଜା ଓ ବୁଦେଲ ବିନ୍ ୱର୍କା ସମ୍ପ୍ରଦାୟ ଅଭିମୁଖେ, ହଜରତ ଅମ୍ର ବିନ୍ ସାଲିମ ଓ ବୁସର ବିନ୍ ସୁଫିୟାନଙ୍କୁ ବନୁ କା ବିନ୍ ଅମ୍ର ସମ୍ପ୍ରଦାୟ ଆଡ଼କୁ ପ୍ରେରଣ କରିଥିଲେ ତଥା ହଜରତ ଅବ୍ବାସ ବିନ୍ ମିର୍ଦାସକୁ ବନୁ ଅସଲମ ସମ୍ପ୍ରଦାୟ ଆଡ଼କୁ ପ୍ରେରଣ କରିଥିଲେ। ମଦିନାରେ ସେତେବେଳେ ଅତ୍ୟନ୍ତ ଭୟଙ୍କର ଓ ନୈରାଶ୍ୟଜନକ ବାତାବରଣ ରହିଥିଲା। ଏହାର କାରଣ ଏହିକି ଯେ ଶକ୍ତିଶାଳୀ ଶତ୍ରୁ ଯେପର୍ଯ୍ୟନ୍ତ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିବାକୁ ସକ୍ଷମ ଥିଲା। ସୁତରାଂ ବୁଖାରୀର ଏକ ବର୍ଣ୍ଣନା ଅନୁଯାୟୀ ହଜରତ ଉମର ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଆମେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିଲୁ ଯେ ସେତିକିବେଳେ ଜଣେ ଗସାନୀ ସମ୍ରାଟ ଆମମାନଙ୍କ ସହିତ ଯୁଦ୍ଧ ନିମନ୍ତେ ନିଜର ଅଶ୍ୱକୁ ନାଲ ମଧ୍ୟ ଲଗାଇଲା, ବାହନକୁ ପ୍ରସ୍ତୁତ କଲା। ସେହିପରି ବୁଖାରୀର ହିଁ ଆଉ ଏକ ବର୍ଣ୍ଣନା ରହିଛି ଯେ ହଜରତ ଉମର ରଜିୟଲ୍ଲାହୁ ଓ ଆମେମାନେ ଏହି ଗସାନୀ ସମ୍ରାଟ ଠାରୁ ଭୟଭୀତ ଥିଲୁ। ଆମମାନଙ୍କୁ କୁହାଗଲା ଯେ ସେ ଆମମାନଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏହି ପରିବେଶରେ ଆମମାନଙ୍କର ଭୟଭୀତ ହେବା ସ୍ୱାଭାବିକ ଥିଲା। ସେ ଯାହା ହେଉ, ତତ୍ପରେ ସାହାବା ରଜିୟଲ୍ଲାହୁଙ୍କ ପ୍ରସ୍ତୁତି ଓ ଆର୍ଥିକ ବଳିଦାନର ବିଶ୍ୱାସବର୍ଦ୍ଧକ ଘଟଣାମାନ ଦର୍ଜ ରହିଛି। ଏହାର ସବିଶେଷ ବିବରଣୀ ଏପରି ଉଲ୍ଲେଖ ରହିଛି, ଯେପରିକି ମୁଁ ଉପରେ ବର୍ଣ୍ଣନା କରି ଆସିଲି। ସେ ବର୍ଷ ମଦିନାରେ ଦୁର୍ଭିକ୍ଷ ପଡ଼ିଥିଲା। ପୁନଶ୍ଚ ପ୍ରଚଣ୍ଡ ଗ୍ରୀଷ୍ମତାପ ଓ ଶହ ଶହ ମାଇଲ ଯାତ୍ରା କରିବାର କଷ୍ଟ ତଥା ପାଥେୟର ଅଭାବ, ଏସବୁ ଅନ୍ୟ ସମସ୍ୟା ରହିଥିଲା ମୁସଲମାନମାନଙ୍କ ପାଇଁ। ସେହି ସମସ୍ତ ସମସ୍ୟା ଓ ବିପତ୍ତି ସତ୍ତ୍ୱେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପକ୍ଷରୁ ଯେତେବେଳେ ଜିହାଦ କରିବାର ଘୋଷଣା କରାଗଲା, ସେତେବେଳେ ନିଷ୍ଠା ଓ ବିଶ୍ୱସ୍ତତାରେ ପରିପୂର୍ଣ୍ଣ ପ୍ରାଣ ଉତ୍ସର୍ଗକାରୀ ସାହାବାମାନେ ନିଜର ଫସଲ ଓ ପାଚି ଯାଇଥିବା ଫଳଗୁଡ଼ିକୁ ଛାଡ଼ି ଯାତ୍ରାରେ ବାହାରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ। ଏତେ ଦୀର୍ଘ ଦିନର ଯାତ୍ରା ଓ ସେହି ଦରିଦ୍ର ନିଷ୍ଠାପର ସାହାବାମାନଙ୍କ ନିମନ୍ତେ କୌଣସି ସାଧାରଣ ଓ ସହଜ କଥା ନଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ମଧ୍ୟ ସମସ୍ୟାର ଏହି ଘଡ଼ି ସହିତ ଭଲ ଭାବରେ ହୁଜୁର ଅବଗତ ଥିଲେ। ତେଣୁକରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଧନାଢ଼୍ୟ ଲୋକମାନଙ୍କୁ, ମୁସଲମାନମାନଙ୍କୁ ବଳିଦାନ କରିବା ପାଇଁ ଆହ୍ୱାନ ଦେଲେ ଏବଂ କହିଲେ, ମନ୍ ଜାହାଜା ଜୈଶଲ ଉସରାତି ଫଲହୁଲ ଜନ୍ନତୁ। ଜିସି ଉସରତ ଅର୍ଥାତ୍ ଯେଉଁ ବ୍ୟକ୍ତି ଜୈଶୁଲ ଉସରର ଅର୍ଥାତ୍ ତବୁକ ଯୁଦ୍ଧକୁ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ କରିବ, ତାହାକୁ ବୈକୁଣ୍ଠ ପ୍ରାପ୍ତି ହେବ। ଇତ୍ୟାବସରରେ ଯେଉଁ ବ୍ୟକ୍ତି ସର୍ବପ୍ରଥମେ ଅର୍ଥ ଆଣିଦେଇଥିଲେ, ସେମାନଙ୍କ ମଧ୍ୟରେ ହଜରତ ଅବୁ ବକର ରଜିୟଲ୍ଲାହୁ ପ୍ରଥମ ଥିଲେ। ସେ ନିଜ ଘରର ସମସ୍ତ ଆସବାବ ସମ୍ପତ୍ତି ଘେନି ଆଣିଥିଲେ, ଯାହାର ପରିମାଣ ପାଖାପାଖି 4000 ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାଙ୍କୁ ପଚାରିଲେ, ହେ ଅବୁ ବକର, ନିଜ ଘର ଲୋକମାନଙ୍କ ପାଇଁ କିଛି ଛାଡ଼ି ଆସିଛ ଅବା ନୁହେଁ? ପ୍ରତି ଉତ୍ତରରେ ହଜରତ ଅବୁ ବକର ରଜିୟଲ୍ଲାହୁ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ନିଜ ଘର ଲୋକମାନଙ୍କ ପାଇଁ କେବଳ ଅଲ୍ଲାହ ଓ ତାହାଙ୍କ ବାର୍ତ୍ତାବହଙ୍କୁ ଛାଡ଼ି ଆସିଛି। ସେହିପରି ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହଜରତ ଉମର ରଜିୟଲ୍ଲାହୁ ନିଜ ଘରର ଏହି ଘଟଣାର ବର୍ଣ୍ଣନା କରିଛନ୍ତି ଯେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ଅର୍ଥଦାନ କରିବାକୁ, ସତ୍କା କରିବାକୁ ଆହ୍ୱାନ ଦେଲେ, ସେତେବେଳେ ମୋ ନିକଟରେ ଅର୍ଥ ଥିଲା। ମୁଁ କହିଲି, ଯଦି ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ଠାରୁ ଆଗେଇ ଯିବାର ଅଛି, ତେବେ ଏହା ଏକ ସୁନ୍ଦର ଅବସର। ମୁଁ ନିଜର ଘରର ଅର୍ଦ୍ଧେକ ସମ୍ପତ୍ତି ନେଇ ଆସିଲି। ତେବେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପଚାରିଲେ, ହେ ଉମର, ନିଜ ପରିବାର ବର୍ଗଙ୍କ ପାଇଁ କ'ଣ ଛାଡ଼ି ଆସିଛ? ମୁଁ ଉତ୍ତର ଦେଲି, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ନିଜ ଘରର ଅଧା ସମ୍ପତ୍ତି ତାଙ୍କ ପାଇଁ ଛାଡ଼ି ଆସିଛି। କିନ୍ତୁ ଯେତେବେଳେ
ହଜରତ ଅବୁ ବକର ରଜିୟତାଲାଙ୍କର ଉତ୍ତର ଶୁଣିଲି। ସେତେବେଳେ ମୁଁ କହିଲି, ମୁଁ ହଜରତ ଅବୁ ବକରଙ୍କ ଠାରୁ କୌଣସି ବସ୍ତୁରେ କେବେ ବି ଆଗେଇ ପାରିବି ନାହିଁ। ଏହି ଘଟଣାଟିକୁ ହଜରତ ମୁସଲିମ ମଉଦ୍ ରଜିୟତାଲା ମଧ୍ୟ ନିଜ ଶବ୍ଦରେ, ନିଜ ଶୈଳୀରେ ବର୍ଣ୍ଣନା କରିଛନ୍ତି ଯେ ଏହି ଜିହାଦ ସମ୍ପର୍କରେ ହଜରତ ଉମର ରଜିୟତାଲା ବର୍ଣ୍ଣନା କରନ୍ତି, ମୋ ମନରେ ଏହି ଧାରଣା ଉତ୍ପନ୍ନ ହେଲା ଯେ ହଜରତ ଅବୁ ବକର ରଜିୟତାଲା ସର୍ବଦା ମୋ ଠାରୁ ଆଗକୁ ବଢ଼ି ଯାଉଛନ୍ତି, ତେଣୁ ମୁଁ ଆଜି ତାଙ୍କଠାରୁ ଆଗକୁ ବଢ଼ିଯିବି। ଏହା ଭାବି ମୁଁ ଘରକୁ ଚାଲିଗଲି ଓ ନିଜ ଧନ ସମ୍ପତ୍ତିରୁ ଅର୍ଦ୍ଧେକ ନେଇ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସେବାରେ ଉପସ୍ଥିତ ହୋଇଗଲି। ସେହି ଯୁଗଟି, ସମୟଟି ଇସଲାମ ଧର୍ମ ନିମନ୍ତେ ଅତ୍ୟନ୍ତ ବିପଦସଙ୍କୁଳ ଦିନ ଥିଲା। ହଜରତ ଅବୁ ବକର ରଜିୟତାଲା ନିଜ ଘରର ସମସ୍ତ ସମ୍ପତ୍ତି ଘେନି ଆଣିଥିଲେ ଓ ତାହାକୁ ଆଣି ହୁଜୁର ସଲ୍ଲଲ୍ଲାହୁ ସମ୍ମୁଖରେ ଉପସ୍ଥାପିତ କରିଦେଲେ। ଆଉ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ତାଙ୍କୁ ପଚାରିଲେ ଯେ ନିଜ ଘର ଲୋକଙ୍କ ପାଇଁ କ'ଣ ଛାଡ଼ି ଆସିଛ, ସେତେବେଳେ ସେ କହିଲେ, ମୁଁ ନିଜ ଘର ଲୋକମାନଙ୍କ ପାଇଁ ଅଲ୍ଲାହ ଓ ବାର୍ତ୍ତାବହଙ୍କ ନାମ ଛାଡ଼ି ଆସିଛି। ଏକଥା ଶୁଣି ହଜରତ ଉମର ରଜିୟତାଲା କୁହନ୍ତି, ମୁଁ ଅତ୍ୟନ୍ତ ଲଜ୍ଜିତ ହେଲି। ମୁଁ ଭାବିଲି ଯେ ଆଜି ମୁଁ ସକଳ ଶକ୍ତି ଓ ସାମର୍ଥ୍ୟକୁ ବିନିଯୋଗ କରି ହଜରତ ଅବୁ ବକର ରଜିୟତାଲାଙ୍କ ଠାରୁ ଟପିଯିବା ପାଇଁ ଚାହିଁଥିଲି, କିନ୍ତୁ ଆଜି ମଧ୍ୟ ମୋ ଠାରୁ ହଜରତ ଅବୁ ବକର ରଜିୟତାଲା ଆଗକୁ ବଢ଼ିଗଲେ। ହଜରତ ଅବ୍ଦୁର ରହମାନ ବିନ୍ ଖବ୍ବାବ ରଜିୟତାଲା ବର୍ଣ୍ଣନା କରନ୍ତି, ମୁଁ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ବସିଥିଲି। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଉସରାର ସୈନ୍ୟବାହିନୀ ସମ୍ପର୍କରେ ଆହ୍ୱାନ ଦେଲେ। ତେବେ ହଜରତ ଉସ୍ମାନ ବିନ୍ ଆଫାନ ରଜିୟତାଲା ଛିଡ଼ା ହେଲେ ଓ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ଏକ ଶତ ଓଟ ତଥା ପଲାଣ ଅର୍ଥାତ୍ ପାଲିକି ଆଲ୍ଲାହ ତାଆଲାଙ୍କ ମାର୍ଗରେ ଦାନ କରୁଅଛି। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ପୁନଶ୍ଚ ଆହ୍ୱାନ ଦେଲେ ସତ୍କା କରିବାକୁ। ହଜରତ ଉସ୍ମାନ ବିନ୍ ଆଫାନ ପୁଣି ଥରେ ଛିଡ଼ା ହେଲେ ଏବଂ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ଆଲ୍ଲାହଙ୍କ ମାର୍ଗରେ 200 ଓଟ ପଲାଣ ପ୍ରଦାନ କରୁଛି। ସେଥିଅନ୍ତେ ହଜରତ ମୁହମ୍ମଦ ମୁସ୍ତାଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ପୁନର୍ବାର ଆହ୍ୱାନ ଦେଲେ। ସେଥିରେ ମଧ୍ୟ ହଜରତ ଉସ୍ମାନ ରଜିୟତାଲା ଛିଡ଼ା ହେଲେ ଏବଂ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ 300 ଓଟ ସହିତ ପଲାଣ ଅର୍ଥାତ୍ ପାଲିଙ୍କି ଉପସ୍ଥାପନ କରୁଛି, ଦାନ କରୁଅଛି। ହଜରତ ଅବ୍ଦୁର ରହମାନ ବିନ୍ ଖବାବ ରଜିୟତାଲା କହିଲେ, ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମକୁ ଦେଖିଲି। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ମଞ୍ଚ ଉପରୁ ତଳକୁ ଓହ୍ଲାଇ ଆସିଲେ ଏବଂ କହିଲେ, ମା ଆଲା ଉସ୍ମାନା ମା ମିଲା ବାଦା ହାଜିହି, ମା ଆଲା ଉସ୍ମାନା ମା ମିଲା ବାଦା ହାଜିହି। ଅର୍ଥାତ୍ ଏହାପରେ ଉସ୍ମାନ ଯେଉଁ କାର୍ଯ୍ୟ ବି କରିବେ, ସେଥିରେ ତାଙ୍କର ଧରପକଡ଼ ହେବ ନାହିଁ। ଆଉ ଏକ ବର୍ଣ୍ଣନାରେ ଏପରି ବର୍ଣ୍ଣିତ ରହିଛି, ହଜରତ ଅବ୍ଦୁର ରହମାନ ରଜିୟତାଲା କୁହନ୍ତି, ମୁଁ ନବୀ କରୀମ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମକୁ ଦେଖିଲି। ହୁଜୁର ନିଜ ଦିନାରକୁ ନିଜର କୋଳରେ ଓଲଟ ପାଲଟ କରୁଥିଲେ ଏବଂ କହୁଥିଲେ, ମା ଜର୍ରା ଉସ୍ମାନା ମା ଆମିଲା ବାଦଲ ୟୌମ। ଅର୍ଥାତ୍ ଆଜି ଉସ୍ମାନ ଯାହା କରିଛନ୍ତି, ସେଥିଯୋଗୁଁ ଉସ୍ମାନଙ୍କର କୌଣସି ଅନିଷ୍ଟ ହେବ ନାହିଁ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ହଜରତ ଉସ୍ମାନ ରଜିୟତାଲା ଇତ୍ୟାବସରରେ 10,000 ଦିନାର ମଧ୍ୟ ପ୍ରଦାନ କରିଥିଲେ। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ତାଙ୍କ ପାଇଁ ପ୍ରାର୍ଥନା କଲେ, ଗଫରଲ୍ଲାହୁ ଲକା ୟା ଉସ୍ମାନୁ ମା ଅସରର୍ତା ୱ ମା ଆଲନ୍ତା ୱ ମା ହୁଆ କାଇନୁନ୍ ଇଲା ୟୌମିଲ କିୟାମah ମା ୟୁବାଲି ମା ଆମିଲା ବାଦାହା। ଅର୍ଥାତ୍ ହେ ଉସ୍ମାନ, ତୁମ୍ଭେ ଗୋପନ ରୂପେ ଯେଉଁ ସାହାଯ୍ୟ କରିଅଛ, ସେଥି ନିମନ୍ତେ ଆଲ୍ଲାହ ତାଆଲା ତୁମ୍ଭ ପ୍ରତି ଦୟାମୂଳକ ଆଚରଣ ପ୍ରଦର୍ଶନ କରନ୍ତୁ। ସେହିପରି ତୁମ୍ଭେ ଯେଉଁ ପ୍ରକାଶ୍ୟ ଦାନ କରିଛ, ତାହା ପ୍ରଳୟ ଦିବସ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହୁ। ଏହାପରେ ତୁମେ ଯେଉଁ କର୍ମ କରିବ, ସେଥିପାଇଁ ତୁମେ ଚିନ୍ତିତ ହେବ ନାହିଁ। ସେହିପରି ଆଉ ଏକ ବର୍ଣ୍ଣନା ଉଲ୍ଲେଖ ରହିଛି, ହଜରତ ଉସ୍ମାନ ରଜିୟତାଲା ଏହି ଯୁଦ୍ଧ ପ୍ରସ୍ତୁତି ନିମନ୍ତେ 1,000 ଓଟ ଓ 70ଟି ଅଶ୍ୱ ଦାନ କରିଥିଲେ। ସେହିପରି ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହଜରତ ଉସ୍ମାନ ରଜିୟତାଲାଙ୍କ ସପକ୍ଷରେ ଏହି
ଦୁଆ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କରିଥିଲେ, ଆଲ୍ଲାହୁମ୍ମା ଆର୍ଜା ଆନ୍ ଉସ୍ମାନା ଫାଇନ୍ନି ଆନହୁ ରାଜିନ୍, ଅର୍ଥାତ୍ ହେ ଆଲ୍ଲାହ, ତୁମ୍ଭେ ଉସ୍ମାନଙ୍କ ଉପରେ ପ୍ରସନ୍ନ ହୁଅ ଏବଂ ପ୍ରସନ୍ନ ହୋଇଯାଅ ଓ ତାଙ୍କ ପ୍ରତି ଅନୁଗ୍ରହ କର, କାରଣ ମୁଁ ମଧ୍ୟ ଉସ୍ମାନଙ୍କ ଠାରୁ ପ୍ରସନ୍ନିତ। ଇବ୍ନେ ଇସହାକ୍ ବର୍ଣ୍ଣନା କରନ୍ତି, ହେ ଉସ୍ମାନ, ହଜରତ ଇସହାକ୍ ବର୍ଣ୍ଣନା କରନ୍ତି ଯେ ହଜରତ ଉସ୍ମାନ ରାଦିୟଲ୍ଲାହୁ ତବୁକ୍ ଯୁଦ୍ଧ ଅବସରରେ ଯେତେ ଅର୍ଥ ବ୍ୟୟ କରିଥିଲେ, ଅନ୍ୟ କୌଣସି ସାହାବୀ ଏତେ ଅର୍ଥ ବ୍ୟୟ କରିନଥିଲେ। ହଜରତ ଉସ୍ମାନ ରାଦିୟଲ୍ଲାହୁଙ୍କ ଏକ ବାଣିଜ୍ୟକ ଯାତ୍ରୀ ସମୂହ ସିରିଆ ଦେଶରୁ ଅନେକ ଲାଭ ନେଇ ଯେତେବେଳେ ଫେରିଲା, ସେତେବେଳେ ସେ 1/3 ସୈନ୍ୟବାହିନୀର ନିଜେ ଖର୍ଚ୍ଚ ବହନ କରିଥିଲେ। ସେ 10,000ରୁ ଉର୍ଦ୍ଧ୍ୱ ଜିନିଷପତ୍ର ଓ ଅସ୍ତ୍ରଶସ୍ତ୍ର ସୈନ୍ୟବାହିନୀଙ୍କୁ ଯୋଗାଇ ଦେଇଥିଲେ। ଏତଦ୍ବ୍ୟତୀତ ସେ 1,000 ଓଟ, 100 ଅଶ୍ୱ ଓ ଅନ୍ୟାନ୍ୟ ଜିନିଷପତ୍ର ସହିତ 1,000 ଦିନାର ମଧ୍ୟ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥାପିତ କରିଥିଲେ। ଇତ୍ୟା ଅବସରରେ ହଜରତ ଅବ୍ଦୁର ରହମାନ ବିନ୍ ଅଫ୍ ରାଦିୟଲ୍ଲାହୁ 100 ଓକିଆ ରୂପା ଉପସ୍ଥାପିତ କଲେ। ସେହିପରି ଅନ୍ୟ କେତେକ ବର୍ଣ୍ଣନାରେ 200 ଓକିଆ ରୂପା ସେ ଉପସ୍ଥାପିତ କରିଥିଲେ। ଅର୍ଥାତ୍ ହଜରତ ଉସ୍ମାନ ରାଦିୟଲ୍ଲାହୁ 1 ଓକିଆ 10 ଗ୍ରାମ ଓ 30 ମିଲିଗ୍ରାମ ସୁନା ତୁଲ୍ୟ ଥିଲା। 1250 ଗ୍ରାମ କିମ୍ବା 2 କେଜି 500 ଗ୍ରାମ ପାଖାପାଖି ରୂପା ତୁଲ୍ୟ ଥିଲା। ହଜରତ ଉସ୍ମାନ ବିନ୍ ଆଫାନ ରାଦିୟଲ୍ଲାହୁ ଓ ହଜରତ ଅବ୍ଦୁର ରହମାନ ବିନ୍ ଅଫ୍ ଭୂମିରେ ନିଧି ମଧ୍ୟରୁ ଅନ୍ୟତମ ନିଧି ଥିଲେ। କେତେକ ବର୍ଣ୍ଣନାରେ ସେ 200 ଓକିଆ ରୂପା ଉପସ୍ଥାପିତ କରିଥିବାର ବର୍ଣ୍ଣନା ରହିଛି। ଏଥିସହିତ ବିପୁଳ ପରିମାଣରେ ଅର୍ଥ ରାଶି ମଧ୍ୟ ସେ ପ୍ରଦାନ କରିଥିଲେ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ହଜରତ ଅବ୍ଦୁର ରହମାନ ବିନ୍ ଅଫ୍ ରାଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହେଲେ ଓ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୋ ପାଖରେ 8,000 ଦିରହମ୍ ରହିଛି। 4,000 ଦିରହମ୍ ମୁଁ ନିଜ ପରିବାରବର୍ଗଙ୍କ ପାଇଁ ରଖିଦେଇଛି, ଆଉ 4,000 ମୁଁ ଏହି ମାର୍ଗରେ ଦାନ କରୁଅଛି। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ତାଙ୍କୁ ମଧ୍ୟ ଅଜସ୍ର କଲ୍ୟାଣ ଅର୍ଥାତ୍ ଦୁଆ ଦେଇ କହିଲେ, ବାରକାଲ୍ଲାହୁ ଫିମା ଆମସକ୍ତା ଓ ଫିମା ଆତୈତା, ଅର୍ଥାତ୍ ହେ ଅବ୍ଦୁର ରହମାନ, ତୁମେ ନିଜର ପରିବାରବର୍ଗଙ୍କ ନିମନ୍ତେ ଯେଉଁ ଧନ ରଖିଛ, ଛାଡ଼ି ଆସିଛ ଓ ଯେଉଁ ଧନକୁ ତୁମେ ଆଲ୍ଲାହଙ୍କ ମାର୍ଗରେ ଦେଉଛ, ଆଲ୍ଲାହ ତାଆଲା ଉଭୟ ଧନରେ କଲ୍ୟାଣ ପ୍ରଦାନ କରନ୍ତୁ। ହଜରତ ଆସିମ୍ ବିନ୍ ଆଦି ରାଦିୟଲ୍ଲାହୁ 70 ୱସକ୍ ଖଜୁରୀ କୋଳି ଉପସ୍ଥାପିତ କରିଥିଲେ। 1 ୱସକ୍ 60 ସା ହୋଇଥାଏ ଏବଂ 1 ସା ପ୍ରାୟ 3 ସେର ହୋଇଥାଏ। ଅର୍ଥାତ୍ ମୋଟ 12,600 କିଗ୍ରା ଖଜୁରୀ କୋଳି ସେ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଦାନ କରିଥିଲେ। ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ନିଜର ଧନ ଦ୍ୱାରା ଆର୍ଥିକ ବଳିଦାନକାରୀ ବ୍ୟକ୍ତିମାନଙ୍କ ମଧ୍ୟରେ ହଜରତ ଅବ୍ବାସ ବିନ୍ ଅବ୍ଦୁଲ ମୁତଲିବ ରାଦିୟଲ୍ଲାହୁ, ହଜରତ ତଲହା ବିନ୍ ଉବୈଦୁଲ୍ଲାହ, ହଜରତ ସାଦ ବିନ୍ ଉବାଦା, ହଜରତ ମୁହମ୍ମଦ ବିନ୍ ମୁସଲିମା ରାଦିୟଲ୍ଲାହୁ ଆଦି ସାହାବୀମାନଙ୍କର ନାମ ଉଲ୍ଲେଖ ରହିଛି। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଗୋଟେ ଥିଲା ସେହି ଯୁଗ ଯେଉଁ ଯୁଗରେ ଲୋକମାନେ ଐଶ୍ୱରିକ ଧର୍ମ ଉପରେ ନିଜର ପ୍ରାଣକୁ ଛେଳି ମେଣ୍ଢା ପରି ଉତ୍ସର୍ଗ କରୁଥିଲେ। ଅର୍ଥର ଚର୍ଚ୍ଚା କହିଲେ ନ ସରେ। ହଜରତ ଅବୁ ବକର ରାଦିୟଲ୍ଲାହୁ ଏକାଧିକ ଥର ନିଜ ଘର ବାଡ଼ି ଏପର୍ଯ୍ୟନ୍ତ କି ନିଜର ଛୁଞ୍ଚି ମଧ୍ୟ ଘରେ ଛାଡ଼ି ନଥିଲେ। ଠିକ୍ ସେହିପରି ହଜରତ ଉମର ରାଦିୟଲ୍ଲାହୁ ନିଜ ସାମର୍ଥ୍ୟ ଓ ମୁକ୍ତ ହୃଦୟର ସହିତ ବଳିଦାନ କରିଥିଲେ। ସମସ୍ତ ସାହାବାମାନେ ନିଜ ପ୍ରାଣ, ନିଜର ଧନକୁ ଈଶ୍ୱରଙ୍କ ମାର୍ଗରେ ଉତ୍ସର୍ଗ କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ଓ ତତ୍ପର ରହୁଥିଲେ। ହୁଜୁର ଆହୁରି କୁହନ୍ତି, ଆଲ୍ଲାହ ତାଆଲା ପବିତ୍ର କୁରାନରେ କହିଛନ୍ତି, ଲନ୍ ତନାଲୁଲ୍ ବିର୍ରା ହତ୍ତା ତୁନଫିକୁ ମିମ୍ମା ତୁହିବ୍ବୁନ୍,
ଅର୍ଥାତ୍ ଯେପର୍ଯ୍ୟନ୍ତ ତୁମେମାନେ ନିଜର ପ୍ରକୃତ ଧନକୁ ଅଲ୍ଲାହଙ୍କ ମାର୍ଗରେ ବ୍ୟୟ କରିନାହଁ ସେ ପର୍ଯ୍ୟନ୍ତ ତୁମେମାନେ ପ୍ରକୃତ ପୁଣ୍ୟକୁ ଅର୍ଜନ କରିପାରିବ ନାହିଁ, ପ୍ରାପ୍ତ କରିପାରିବ ନାହିଁ। ତେବେ ପୁଣ୍ୟ ପ୍ରାପ୍ତ କରିବା ନିମନ୍ତେ ସାହାବାମାନେ ନିଜର ପ୍ରିୟ ଧନକୁ ବ୍ୟୟ କରୁଥିଲେ। ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ବର୍ଣ୍ଣନା କରିଛନ୍ତି, ବେଳେବେଳେ ସାହାବାମାନେ କେବଳ ଘରର ଆସବାବ ବିକ୍ରି କରି ଯୁଦ୍ଧ ଖର୍ଚ୍ଚ ସମ୍ପୂର୍ଣ୍ଣ କରୁନଥିଲେ, ବରଂ ଏହା ମଧ୍ୟ ଦୃଶ୍ୟମାନ ହୁଏ ଯେ ବେଳେବେଳେ ସାହାବାମାନେ ନିଜର ସମ୍ପତ୍ତି ବିକ୍ରି କରି ଅନ୍ୟ ଲୋକମାନଙ୍କ ଉପରେ ଅର୍ଥକୁ ବ୍ୟୟ କରୁଥିଲେ। ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିଥିଲେ ତଥା ସେମାନଙ୍କୁ ସୁବିଧା ସୁଯୋଗ ଉପଲବ୍ଧ କରାଉଥିଲେ, ଅର୍ଥାତ୍ ଯେଉଁମାନେ ଯୁଦ୍ଧରେ ଅଂଶଗ୍ରହଣ କରୁଥିଲେ ସେମାନଙ୍କ ସକାଶେ। ସୁତରାଂ ଏକଦା ରସୁଲୁଲ୍ଲାହ ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ବାହାରକୁ ଆସିଲେ ଏବଂ କହିଲେ, ଅମକ ଯୁଦ୍ଧରେ ଆମର ସୈନ୍ୟବାହିନୀ ବାହାରିବ, କିନ୍ତୁ ବିଶ୍ୱାସକାରୀମାନଙ୍କ ପାଖରେ କିଛି ବି ନଥିଲା। କ'ଣ ତୁମମାନଙ୍କ ମଧ୍ୟରୁ କେହି ଏପରି ବ୍ୟକ୍ତି ଅଛି ଯେ ପୁଣ୍ୟ ପ୍ରାପ୍ତି କରିବା ସକାଶେ ନିଜ ଧନ ବ୍ୟୟ କରିବ? ଏଥିରେ ହଜରତ ଉସ୍ମାନ ରଜିୟଲ୍ଲାହୁ ଛିଡ଼ା ହେଲେ ଏବଂ ନିଜର ଉପାର୍ଜିତ ଓ ସଞ୍ଚିତ ଧନକୁ କାଢ଼ି ଆଣି ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସେବାରେ ଉପସ୍ଥାପିତ କରିଦେଲେ। ଏହା ଆଲ୍ଲାହ ତାଆଲାଙ୍କର ଅଶେଷ କୃପା ଯେ ଜମାତ ଅହମଦିୟାର ଲୋକମାନେ ମଧ୍ୟ ଏହି କଥାକୁ ହୃଦୟଙ୍ଗମ କରନ୍ତି ଯେ ଆର୍ଥିକ ବଳିଦାନର କଥା ବିଷୟ ଅତି ମହତ୍ତ୍ୱପୂର୍ଣ୍ଣ। ଅନେକ ଘଟଣାବଳୀ ରହିଛି ଏବଂ ମୁଁ ସେଗୁଡ଼ିକର ଆଲୋଚନା ମଧ୍ୟ କରିଥାଏ। ପ୍ରକୃତରେ ବେଳେବେଳେ ଲୋକମାନଙ୍କ ପାଖରେ ଯାହା ସବୁ ରହିଥାଏ ତାହାକୁ ସେମାନେ ନିଃସଙ୍କୋଚ ଭାବରେ ଧର୍ମ ମାର୍ଗରେ ଅର୍ପଣ କରିଦେଇଥାନ୍ତି। ଧନିକ ବ୍ୟକ୍ତିମାନଙ୍କୁ, ସାମର୍ଥ୍ୟବାନ ଲୋକମାନଙ୍କୁ ମଧ୍ୟ ହଜରତ ଅବୁ ବକର, ହଜରତ ଉମର ରଜିୟଲ୍ଲାହୁ ଓ ହଜରତ ଉସ୍ମାନ ରଜିୟଲ୍ଲାହୁଙ୍କ ଆଦର୍ଶକୁ ଆପଣାଇବା ଉଚିତ ଓ ନିଜ ସମ୍ମୁଖରେ ରଖିବା ଉଚିତ। ପୁନଶ୍ଚ ନିଜର ବଳିଦାନର ସ୍ତରକୁ ଅଭିବୃଦ୍ଧି କରିବା, ଊର୍ଦ୍ଧ୍ୱଗାମୀ କରିବା ଉଚିତ। ସାହାବାମାନେ ଯଥାସମ୍ଭବ କିଛି ନା କିଛି ଜିନିଷ ଉପସ୍ଥାପିତ କରୁଥିଲେ। ଗରିବ ହେଉ, ଅଭାବୀ ହେଉ, ସେ ସିପାହୀମାନେ ମଧ୍ୟ ବାହନ, ଖଡ଼୍ଗ, ଯୁଦ୍ଧ ସରଞ୍ଜାମ ଯାହା କିଛି ସେମାନଙ୍କ ନିକଟରେ ରହିଥିଲା ଉପସ୍ଥାପନ କରୁଥିଲେ। କେତେକ ଗରିବ ସାହାବାମାନେ ଯେତେବେଳେ ଗୋଟିଏ ଗୋଟିଏ ବା ଦୁଇ ଦୁଇ ମୁଦ୍ ଅର୍ଥାତ୍ ମୁଠାଏ ଖାଦ୍ୟଶସ୍ୟ ଉପସ୍ଥାପିତ କରୁଥିଲେ ସେତେବେଳେ ସେମାନଙ୍କର ମନ ପୁରି ଯାଉଥିଲା କି ଏପରି ହୁଅନ୍ତା କି ଆମମାନଙ୍କ ପାଖରେ ଆଉ ଅଧିକ ଖାଦ୍ୟଶସ୍ୟ ଥାନ୍ତା ଏବଂ ତାହାକୁ ଆମେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସେବାରେ ଅର୍ପଣ କରିଦିଅନ୍ତୁ, ଅଲ୍ଲାହଙ୍କ ମାର୍ଗରେ ଦାନ କରିଦିଅନ୍ତୁ। କିନ୍ତୁ କପଟ ବିଶ୍ୱାସୀ ସେମାନଙ୍କ ଉପରେ ହସୁଥିଲେ ଓ କହୁଥିଲେ, ଏହି ଲୋକମାନେ ମୁଠାଏ ଶସ୍ୟ ଦାନ କରି କେସର ପରି ମହାଶକ୍ତିଶାଳୀ ସମ୍ରାଟ ସହିତ ଯୁଦ୍ଧ ଲଢ଼ିବାକୁ ବାହାରିଛନ୍ତି, ତାକୁ ପରାଜିତ କରିବାକୁ ବାହାରିଛନ୍ତି। ତେବେ କପଟ ବିଶ୍ୱାସୀମାନେ ଏହି ବ୍ୟଙ୍ଗ ବିଦ୍ରୂପ କରୁଥିଲେ, ଯାହା ସଂକ୍ରାନ୍ତରେ ଆଲ୍ଲାହ ତାଆଲା କୁହନ୍ତି, ଆଲ୍ଲାଯୀନା ୟଲ୍ମିଜୁନାଲ୍ ମୁତାୱ୍ୱିଇନା ମିନାଲ୍ ମୁମିନିନା ଫିସ୍ସଦକାତି ୱଲ୍ଲାଯୀନା ଲା ୟଜିଦୁନା ଇଲ୍ଲା ଜୁହଦହୁମ୍ ফায়াসখরুনা মিনহুম সখিরাল্লাহু মিনহুম ওয়ালাহুম আযাবুন আলীম। ଅର୍ଥାତ୍ ବିଶ୍ୱାସକାରୀମାନଙ୍କ ମଧ୍ୟରୁ ଯେଉଁମାନେ ମୁକ୍ତ ହସ୍ତରେ ଦାନ କରନ୍ତି ସେମାନଙ୍କୁ ଏହି କପଟ ବିଶ୍ୱାସୀମାନେ ବ୍ୟଙ୍ଗ ବିଦ୍ରୂପ କରୁଛନ୍ତି। ଯେଉଁମାନଙ୍କର ନିଜ ପରିଶ୍ରମ ଦ୍ୱାରା ଉପାର୍ଜିତ ଧନ ବ୍ୟତୀତ ଦାନ ଦେବା ପାଇଁ ଅନ୍ୟ କିଛି ନାହିଁ ସେମାନଙ୍କ ନିକଟରେ, ସୁତରାଂ ସେମାନଙ୍କର ଏହି ତ୍ୟାଗ ସତ୍ତ୍ୱେ ଏ କପଟ ବିଶ୍ୱାସୀମାନେ ସେମାନଙ୍କୁ ପରିହାସ କରୁଛନ୍ତି। ଆଲ୍ଲାହ ତାଆଲା ସେମାନଙ୍କ ପରିହାସ ପାଇଁ ସେମାନଙ୍କୁ ଦଣ୍ଡିତ କରିବେ ଏବଂ ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ଶାସ୍ତି ନିୟତ ରହିଛି। ତେବେ ପରିଶ୍ରମ କରି ମୂଲିଆ ଲାଗି ସେମାନେ ଅର୍ଥ ଉପାର୍ଜନ କରୁଥିଲେ ଆଉ ତାହାକୁ ଧର୍ମ ମାର୍ଗରେ ଦାନ କରିଦେଉଥିଲେ। ସେମାନେ ଅହରାତ୍ର କୂଅରୁ ଜଳ କାଢ଼ୁଥିଲେ 2 ସା ଖଜୁରୀ କୋଳି ପାଇଁ
ଅର୍ଥାତ୍ 2 ସା ଖଜୁରୀ କୋଳି ମଜୁରୀ ପାଇଁ ସେମାନେ ସାରା ରାତି କୂଅରୁ ଜଳ କାଢ଼ୁଥିଲେ। ଆଉ ତାହାକୁ ଆଣି ଅର୍ଥାତ୍ ସେଇ 2 ସା ଖଜୁରୀକୁ ଆଣି ଅର୍ଥାତ୍ 2.5 କିଲୋ ଖଜୁରୀକି ଆଣି ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥାପିତ କରିଦେଉଥିଲେ। ଏଭଳି ଉଦାହରଣ ସେହି ସାହାବାମାନଙ୍କର ଦରଜ ରହିଛି ଇତିହାସ ପୃଷ୍ଠାରେ। ହଜରତ ମୁସଲିମ ମଉଦ୍ ରାଦିୟଲ୍ଲାହୁ ଯେତେବେଳେ ଉପରୋକ୍ତ ଘଟଣା ବର୍ଣ୍ଣନା କଲେ, ସେତେବେଳେ ସମଗ୍ର ବିଶ୍ୱରେ ଇଂରେଜମାନଙ୍କର ଆଧିପତ୍ୟ ରହିଥିଲା, ଶାସନ ରହିଥିଲା। ଏତେ ବିଶାଳ ରାଷ୍ଟ୍ର ସହିତ ଯୁଦ୍ଧ କରିବାକୁ ସେହି ସାହାବୀ ଜଣକ ମୁଠାଏ ଯଅ ଆଣିଦେଲେ। କପଟ ବିଶ୍ୱାସୀମାନେ ଏହା ଦେଖି ପରିହାସ କରିବାକୁ ଲାଗିଲେ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଯେତେବେଳେ ଏଥି ସଂକ୍ରାନ୍ତରେ ଜ୍ଞାତ ହେଲା, ସେତେବେଳେ ହୁଜୁର କହିଲେ, ସେହି କପଟ ବିଶ୍ୱାସୀମାନଙ୍କୁ କ'ଣ ବା ଜଣା ଯେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ମୁଠାଏ ଯଅର ମୂଲ୍ୟ କେତେ ଅଧିକ। ଏହି ସାହାବାମାନେ ହେଉଛନ୍ତି ସେହି ସାହାବା ଯେଉଁମାନଙ୍କୁ ବିଜୟ ପ୍ରାପ୍ତ ହୋଇଥିଲା ଓ ରୋମୀମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା। କେବଳ ରୋମୀମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିନଥିଲା, ବରଂ ପାର୍ସିମାନଙ୍କୁ ମଧ୍ୟ, ଯେଉଁମାନଙ୍କର ରାଷ୍ଟ୍ର ମଧ୍ୟ ରୋମୀ ଶାସଙ୍କ ପରି ବିସ୍ତୃତ ଓ ବିଶାଳ ଥିଲା, ସେମାନଙ୍କୁ ମଧ୍ୟ ମୁସଲମାନମାନଙ୍କ ହସ୍ତରେ ପରାଜୟ ବରଣ କରିବାକୁ ପଡ଼ିଥିଲା। ତେବେ ହଜରତ ଉଲବା ବିନ୍ ଜୈଦ୍ ରାଦିୟଲ୍ଲାହୁ ଆଲ୍ଲାହ ତାଆଲାଙ୍କ ପ୍ରସନ୍ନତା ପ୍ରାପ୍ତି ନିମନ୍ତେ ଏପରି ଏକ ନିରୀହ ପନ୍ଥା ଅବଲମ୍ବନ କରିଥିଲେ, ଯାହା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅନନ୍ୟ ଥିଲା। ସେ ମଧ୍ୟ ଜଣେ ନିଷ୍ଠାପର ସାହାବୀ ଥିଲେ। ଉପସ୍ଥାପିତ ଧର୍ମ ମାର୍ଗରେ ଦାନ କରିବା ପାଇଁ ତାଙ୍କ ନିକଟରେ କିଛି ବି ନଥିଲା। ଏପରିକି ତାଙ୍କର ଜିହାଦରେ ସାମିଲ ହେବା ପାଇଁ ମଧ୍ୟ ସାମର୍ଥ୍ୟ ନଥିଲା। ତେଣୁ ସେ ଦିନେ ରାତ୍ର ନମାଜ ନିମନ୍ତେ, ତହଜୁଦ ନିମନ୍ତେ ଛିଡ଼ା ହେଲେ ଓ ଆଲ୍ଲାହ ତାଆଲାଙ୍କ ନିକଟରେ ଗୁହାରି କଲେ, ହେ ଆଲ୍ଲାହ, ତୁମ୍ଭେ ଜିହାଦ କରିବା ନିମନ୍ତେ ଆଦେଶ ଦେଇଛ, ଅର୍ଥ ଦାନ କରିବାକୁ ଆଦେଶ ଦେଇଛ, ହେଲେ ମୋ ନିକଟରେ କିଛି ବି ନାହିଁ। ମୁଁ ତୁମ୍ଭ ମାର୍ଗରେ କିଛି ବ୍ୟୟ କରିପାରୁନାହିଁ। ସେହିପରି ହେ ଆଲ୍ଲାହ, ତୁମ୍ଭ ବାର୍ତ୍ତାବହଙ୍କ ପାଖରେ ମଧ୍ୟ ଏତେ ଅର୍ଥ ଓ ଜିନିଷପତ୍ର ନାହିଁ ଯେ ସେ ମୋତେ କିଛି ସାହାଯ୍ୟ କରିପାରିବେ ଓ ମୁଁ ଯାଇ ଲଢ଼ିବି। ତୁମ୍ଭର ଅବତାର ଆର୍ଥିକ ବଳିଦାନ ନିମନ୍ତେ ଆହ୍ୱାନ ଦେଉଛନ୍ତି, ମୁଁ ତହିଁରେ ମଧ୍ୟ ସାମିଲ ହୋଇପାରୁନାହିଁ। କିନ୍ତୁ ମୋ ପ୍ରାଣ, ମୋ ଧନ, ମୋ ସମ୍ମାନ ଉପରେ ହୋଇଥିବା ଅତ୍ୟାଚାରର ପ୍ରତ୍ୟେକ ଅତ୍ୟାଚାରକୁ କ୍ଷମା କରି ତାହାକୁ ମୁସଲମାନମାନଙ୍କ ଉପରେ ସତ୍କା କରୁଛି। ଯେତେବେଳେ ସକାଳ ହେଲା, ସେତେବେଳେ ଏହି ସାହାବୀ ଜଣକ ଅନ୍ୟ ସାହାବୀମାନଙ୍କ ସହିତ ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହେଲେ। ହୁଜୁର ପଚାରିଲେ, ଆଜି ରାତିରେ ନିଜ ସମ୍ମାନର ସତ୍କା କିଏ କରିବ? କେହି ଛିଡ଼ା ହେଲେ ନାହିଁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପୁନଶ୍ଚ କହିଲେ, ଆଜି ରାତିରେ ନିଜ ସମ୍ମାନର ସତ୍କା କିଏ କରିବ? କିନ୍ତୁ ଏଥର ମଧ୍ୟ କେହି ଛିଡ଼ା ହେଲେ ନାହିଁ। ପରିଶେଷରେ ହଜରତ ଉଲବା ରାଦିୟଲ୍ଲାହୁ ଛିଡ଼ା ହେଲେ ଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ, ଅର୍ଥାତ୍ ରାତିର ଘଟଣାର ଆଲୋଚନା କଲେ। ଅବଶିର ଫୱଲ୍ଲଜି ନଫ୍ସି ବିୟଦିହି ଲକଦ କୁତିବ୍ତା ଫିଜ୍ ज़कातिल ମୁତକବ୍ବଲାହ, ଅର୍ଥାତ୍ ହେ ଉଲବା, ତୁମେ ପ୍ରସନ୍ନ ହୋଇଯାଅ। ମୁଁ ସେହି ସତ୍ତାଙ୍କ ଶପଥ କରି କହୁଛି, ଯାହାଙ୍କ ହାତ ମୁଠାରେ ମୋର ଜୀବନନାଟିକା ରହିଛି। ତୁମର ନାମକୁ ସେହି ଲୋକମାନଙ୍କ ମଧ୍ୟରେ ଉଲ୍ଲିଖିତ କରି ଦିଆଯାଇଛି ଯେଉଁମାନଙ୍କର ସତ୍କା ସ୍ୱୀକୃତ ହୋଇଛି। ତେବେ କି ସୁନ୍ଦର ଓ ଅନନ୍ୟ ନିଷ୍ଠା ଓ ବଳିଦାନର ଏସବୁ ଘଟଣାବଳୀ! ଆଲ୍ଲାହ ତାଆଲା ଯେ କି ଅନ୍ତର୍ଯ୍ୟାମୀ, ସେ ସମସ୍ତ ପରିସ୍ଥିତି ଓ ଘଟଣା ପ୍ରତି ନଜର ରଖିଥାନ୍ତି। ସେ ଏଭଳି ଉତ୍ସର୍ଗକାରୀ ସାହାବୀମାନଙ୍କୁ ମଧ୍ୟ ସେମାନଙ୍କ ସହିତ ସାମିଲ କରିଦେଲେ ଓ ତାଙ୍କ ଉତ୍ସାହକୁ ସ୍ୱୀକାର କଲେ, ତାଙ୍କ ପ୍ରାର୍ଥନାକୁ ସ୍ୱୀକାର କଲେ, ଯାହା ସଂକ୍ରାନ୍ତରେ କେହି ବି ଅବଗତ ନଥିଲେ। ଆଉ ସେ ଅର୍ଥାତ୍ ଆଲ୍ଲାହ ନିଜ ପବିତ୍ର ଅବତାରଙ୍କୁ ଏଥି ସଂକ୍ରାନ୍ତରେ ଅବଗତ କରାଇଦେଲେ।
ଇତ୍ୟାବସରରେ ମହିଳାମାନେ ମଧ୍ୟ ପଛରେ ରହିନଥିଲେ। ସେମାନେ ଏହି ଯୁଦ୍ଧ ପାଇଁ ପ୍ରସ୍ତୁତି ହେବା ନିମନ୍ତେ ନିଜର ଆଭୂଷଣ ଓ ଅଳଙ୍କାର ଉପସ୍ଥାପନ କରିଦେଇଥିଲେ। ସୁତରାଂ ହଜରତ ଉମ୍ମେ ସିନାନ ଆସଲାମିଆ ବର୍ଣ୍ଣନା କରନ୍ତି, ମୁଁ ହଜରତ ଆୟଶା ରଜିୟଲ୍ଲାହୁଙ୍କ ଘରେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁଙ୍କ ସମ୍ମୁଖରେ ଏକ ବସ୍ତ୍ର ବିଚ୍ଛୁରିତ ହୋଇଥିବାର ଦେଖିଲି। ସେହି ବସ୍ତ୍ରରେ ସୁଗନ୍ଧ, ବାହୁରେ ପରିଧାନ କରାଯାଉଥିବା ଅଳଙ୍କାର, କଙ୍କଣ, ଚୁଡ଼ି, ମୁଦି, ପାଉଁଜି ମଧ୍ୟ ରହିଥିଲା। ଏହି ସମସ୍ତ ଆଭୂଷଣକୁ ମହିଳାମାନେ ଜିହାଦ ନିମନ୍ତେ ଦାନ କରିଦେଇଥିଲେ। ସେ ଯାହା ହେଉ, ଗୋଟିଏ ପଟେ ନୈଷ୍ଠିକ ଓ ବିଶ୍ୱାସକାରୀ ସାହାବାମାନଙ୍କର ଅବସ୍ଥା ରହିଥିଲା, ଅନ୍ୟପଟରେ କପଟ ବିଶ୍ୱାସୀମାନଙ୍କର ଯେ ନିଜର ସକଳ ଶକ୍ତି ଓ ସାମର୍ଥ୍ୟ ବିନିଯୋଗ କରିଦେଇଥିଲେ ମୁସଲମାନମାନଙ୍କୁ ପତିତ କରିବା ପାଇଁ। କୌଣସି ପ୍ରକାର ଷଡ଼ଯନ୍ତ୍ର ସେ କରିବାରୁ ପଛେଇ ନଥିଲେ, ପଛଘୁଞ୍ଚା ଦେଇନଥିଲେ ଏବଂ ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ରହିଥିଲା ଯେ ଏଥର ସେମାନେ ନିଜ ଚକ୍ରାନ୍ତରେ ସଫଳ ହେବେ। ଆଉ ଏଥର ନବୀ ଶ୍ରେଷ୍ଠ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ମଦିନାରୁ ଯିବା ପରେ ନାଉଜୁବିଲ୍ଲା ଆଉ ଫେରିବେ ନାହିଁ। ତେବେ ସେମାନେ ନାନା ପ୍ରକାର ଆଳ କରି ମୁସଲମାନମାନଙ୍କୁ ଭ୍ରମିତ କରୁଥିଲେ, ଉସ୍କାଉଥିଲେ ଯେ କେସରର ସେନାବାହିନୀ କେତେ ବିଶାଳ ଆଉ ସେମାନେ କିଭଳି ଅସ୍ତ୍ରଶସ୍ତ୍ର ସହିତ ସୁସଜ୍ଜିତ ହୋଇ ବାହାରିଛନ୍ତି। ତାପରେ ତା ବିପକ୍ଷରେ ମୁସଲମାନମାନଙ୍କ ନିକଟରେ ବାହନ ନାହିଁ, ନା ଅସ୍ତ୍ରଶସ୍ତ୍ର ଯଥେଷ୍ଟ ପରିମାଣରେ ରହିଛି। ପୁଣି ଏହି ପ୍ରଚଣ୍ଡ ଗ୍ରୀଷ୍ମତାପ, ଦୀର୍ଘକାଳୀନ ଯାତ୍ରା, ପାଥେୟର ଅଭାବ, ଏ ସମସ୍ତ ସମସ୍ୟା ଗୁଡ଼ିକୁ ସେମାନେ ପ୍ରଚୁର ଭାବରେ ପରିବ୍ୟାପ୍ତ କରୁଥିଲେ। ମଦିନାର ଜନସଂଖ୍ୟାର ଅଧିକାଂଶ ଭାଗ ଯେହେତୁ କୃଷିଜୀବୀ ଥିଲେ, ସେମାନଙ୍କର ଫସଲ ପାଚି ସେତେବେଳେ ପ୍ରସ୍ତୁତ ହେବାକୁ ଲାଗିଥିଲା। ଫସଲ ଗୁଡ଼ିକ ଦୁର୍ଭିକ୍ଷ ଦିନମାନଙ୍କରେ ପ୍ରସ୍ତୁତ ହୋଇଥିଲା। ପୁନଶ୍ଚ ମଦିନାରେ ସ୍ଥାନେ ସ୍ଥାନେ ମୁସଲମାନମାନଙ୍କ ସହିତ କପଟ ବିଶ୍ୱାସୀମାନେ ଏହା କଥାବାର୍ତ୍ତା କରୁଥିଲେ ଯେ ତୁମମାନଙ୍କୁ ଜଣା ନାହିଁ ଯେ ବର୍ତ୍ତମାନ ତୁମେମାନେ ଯେଉଁ ସୈନ୍ୟବାହିନୀ ସହିତ ମୁହାଁମୁହିଁ ହେବାକୁ ଯାଉଛ ସେମାନେ କିଭଳି ବୀର ଯୋଦ୍ଧା। ଆମେମାନେ ତୁମକୁ କହୁଛୁ ଯେ ତୁମେମାନେ ଏଥର ନିଶ୍ଚିତ ପରାସ୍ତ ହେବ, ପତିତ ହେବ, ନିହତ ହେବ ଓ ବନ୍ଦୀ, ବାକି ଯେଉଁମାନେ ରହିବେ ନିଶ୍ଚିତ ବନ୍ଦୀ ହୋଇଯିବେ। ତାପରେ ଶେଷରେ ସେମାନେ ଅର୍ଥାତ୍ କପଟ ବିଶ୍ୱାସୀମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ଉପସ୍ଥିତ ହେଲେ ଓ ଯୁଦ୍ଧ କରିବାକୁ ନ ଯିବା ପାଇଁ ଆଳ କଲେ। ଆଉ ମହାଭାଗ ସେମାନଙ୍କ ଆଳକୁ ଗ୍ରହଣ କରି ନେଲେ। ତେବେ ପବିତ୍ର କୁରାନ୍ ସେ ସମସ୍ତ କପଟ ବିଶ୍ୱାସୀମାନଙ୍କର ଭେଦ ପ୍ରକାଶ କରିଦେଲେ। ପବିତ୍ର କୁରାନରେ ଆଲ୍ଲାହ ତାଆଲା କହିଲେ, ଯଦି ଦୂରତା ସ୍ୱଳ୍ପ ହୋଇଥାନ୍ତା ଓ ଯାତ୍ରା ସହଜ ହୋଇଥାନ୍ତା ତେବେ ଏମାନେ ନିଶ୍ଚିତ ରୂପେ ତୁମ ପଛରେ ବାହାରିଥାନ୍ତେ। କିନ୍ତୁ ବିଡ଼ମ୍ବନା ଏହିକି ଯେ କଷ୍ଟ ସହ୍ୟ କରିବା ଏମାନଙ୍କ ଠାରୁ ବହୁତ ଦୂରରେ, ଏମାନଙ୍କ ପ୍ରବୃତ୍ତିରେ ହିଁ ତାହା ନାହିଁ। ନିଶ୍ଚିତ ରୂପେ ସେମାନେ ଆଲ୍ଲାହ ତାଆଲାଙ୍କର ପ୍ରତିଜ୍ଞା କରି କହିବେ ଯେ ଯଦି ଆମର ସାମର୍ଥ୍ୟ ଥାନ୍ତା ତେବେ ଅବଶ୍ୟ ଆମେ ତୁମ ସାଥିରେ ବାହାରି ଯାଇଥାନ୍ତୁ। ସେମାନେ ନିଜର ହିଁ ସର୍ବନାଶ କରୁଛନ୍ତି ଏବଂ ଆଲ୍ଲାହ ଜାଣନ୍ତି ଯେ ନିଃସନ୍ଦେହରେ ଏମାନେ ମିଥ୍ୟାବାଦୀ। ଆଲ୍ଲାହ ତାଆଲା ତୁମ ପ୍ରତି ସଦୟ ହୁଅନ୍ତୁ। ତୁମେ ସେମାନଙ୍କୁ ଜିହାଦରେ ନ ଯିବାକୁ ଅନୁମତି ହିଁ କାହିଁକି ଦେଲ? କାରଣ ସେମାନଙ୍କର ଅନ୍ତ ଅବସ୍ଥା ଭଲ ଭାବରେ ତୁମେ ଜାଣିପାରିଥାନ୍ତ, ଯିଏକି ସତ କହୁଥିଲେ, ଆଉ ତୁମେ ମିଥ୍ୟାବାଦୀଙ୍କୁ ମଧ୍ୟ ଚିହ୍ନି ପାରିଥାନ୍ତ। ଯେଉଁ ଲୋକମାନେ ଆଲ୍ଲାହ ଓ ପରକାଳ ଉପରେ ବିଶ୍ୱାସ ରଖନ୍ତି ସେମାନେ ତୁମ ପ୍ରାଣ ଓ ଧନ ସମ୍ପତ୍ତି ସହିତ ଜିହାଦ କରିବାରୁ ଅବକାଶ ମାଗି ନଥାନ୍ତି ଏବଂ ଆଲ୍ଲାହ ଧର୍ମନିଷ୍ଠମାନଙ୍କୁ ଖୁବ୍ ଭଲ ଭାବରେ ଜାଣନ୍ତି। କେବଳ ସେହି ଲୋକମାନେ ତୁମଠାରୁ ଛୁଟି ମାଗନ୍ତି ଯେ ଆଲ୍ଲାହ ଓ ପରକାଳ ଉପରେ ବିଶ୍ୱାସ ରଖନ୍ତି ନାହିଁ ଆଉ ସେମାନଙ୍କ ହୃଦୟ ସନ୍ଦେହରେ ପତିତ ଓ ସେମାନେ ସେଥିରେ ଟଳମଳ ହେଉଛନ୍ତି। ଯଦି ସେମାନଙ୍କର ଜିହାଦରେ ସାମିଲ ହେବାର ଉଦ୍ଦେଶ୍ୟ ଥାନ୍ତା ତେବେ ନିଶ୍ଚିତ ରୂପେ ସେମାନେ ସେଥିପାଇଁ ପ୍ରସ୍ତୁତ ମଧ୍ୟ କରି ଦେଇଥାନ୍ତେ। କିନ୍ତୁ ଆଲ୍ଲାହ ତାଆଲା ପସନ୍ଦ ହିଁ କଲେ ନାହିଁ ଯେ ସେମାନେ ଏହି ଉଚ୍ଚାକାଂକ୍ଷା ସକାଶେ ଅଣ୍ଟା ଭିଡ଼ି ନିଅନ୍ତୁ। ସେ ତାଙ୍କୁ ସେହି ସ୍ଥଳେ ପଡ଼ି ରହିବାକୁ ଦେଲେ ଓ ସେମାନଙ୍କୁ କୁହାଗଲା ଯେ ବସି ରହିବା ଲୋକମାନଙ୍କ ସହିତ ବସି ରୁହ। ଯଦି ସେମାନେ
ତୁମ ସହିତ ସାମିଲ ହୋଇ ଜିହାଦ ପାଇଁ ବାହାରି ପଡ଼ିଥାନ୍ତେ ତେବେ ସେମାନେ ବିଶୃଙ୍ଖଳା ସୃଷ୍ଟି କରିବା ବ୍ୟତୀତ ଅନ୍ୟଥା କିଛି କରିନଥାନ୍ତେ ତଥା ତୁମ ମଧ୍ୟରେ ତୀବ୍ର ବେଗରେ ବାହନଗୁଡ଼ିକୁ ଦୌଡ଼ାଇଥାନ୍ତେ। ବାସ୍ତବରେ ସେମାନେ ତୁମମାନଙ୍କ ମଧ୍ୟରେ ଉପଦ୍ରବ ସୃଷ୍ଟି କରିବାକୁ ଚାହୁଁଛନ୍ତି, ଯେତେବେଳେ କି ତୁମ ମଧ୍ୟରେ କଥା ଶୁଣିଥିବା ନିଷ୍ଠାପର ସାହାବାମାନେ ମଧ୍ୟ ରହିଛନ୍ତି। ଆଉ ଆଲ୍ଲାହ ଅତ୍ୟାଚାରୀମାନଙ୍କୁ ଭଲ ଭାବରେ ଜାଣନ୍ତି। ନିଶ୍ଚିତ ରୂପେ ସେମାନେ ପୂର୍ବେ ମଧ୍ୟ ଉପଦ୍ରବ ସୃଷ୍ଟି କରିବାକୁ ଚାହୁଁଥିଲେ। ସେମାନେ ତୁମ ସମ୍ମୁଖରେ ମାମଲା ଓଲଟପାଲଟ କରି ଉପସ୍ଥାପନ କଲେ, ଏପରିକି ସତ୍ୟ ଆସିଗଲା ଓ ଆଲ୍ଲାହଙ୍କ ନିଷ୍ପତ୍ତି ପ୍ରକାଶ୍ୟ ହୋଇଗଲା, ଯେବେ କି ସେ ତାହାକୁ ଅତି ନାପସନ୍ଦ କରୁଥିଲେ। ସୁତରାଂ ସେମାନଙ୍କୁ ନିଜ ସ୍ଥାନରେ ହିଁ ବସାଇ ଦେଲେ ଓ ସେମାନଙ୍କୁ କୁହାଗଲା, ତୁମେମାନେ ବସିଥିବା ଲୋକମାନଙ୍କ ସହିତ ବସି ରୁହ। ତୁମ୍ଭ ସକାଶେ ପରିସ୍ଥିତିକୁ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରିଥିଲେ, ଏପରିକି ସତ୍ୟର ଆଗମନ ହେଲା। ଅତଏବ କପଟ ବିଶ୍ୱାସୀମାନଙ୍କର ଏହି ଅବସ୍ଥାକୁ ଖୋଲି ବର୍ଣ୍ଣନା କରିଦେଇଛନ୍ତି ଆଲ୍ଲାହ ତାଆଲା। ତେବେ ସେ ଯାହା ହେଉ, ସେହି କପଟ ବିଶ୍ୱାସୀମାନଙ୍କର ଇଚ୍ଛା ଅନୁଯାୟୀ ଫଳାଫଳ ଉଦ୍ଧୃତ ହେଲା ନାହିଁ। ଏହାର ପରବର୍ତ୍ତୀ ଘଟଣାବଳୀ ଇନଶାଆଲ୍ଲାହ ତାଆଲା ଆସନ୍ତାରେ ବର୍ଣ୍ଣନା କରିବି। ଗତ ଖୁତବାରେ ମୁଁ ରବୁଆର ଆମ ମସଜିଦ ଉପରେ ଆକ୍ରମଣ ହୋଇଥିବାର ଚର୍ଚ୍ଚା କରିଥିଲି, ଯେଉଁଥିରେ ଆମର କିଛି ବୀର ଖୁଦ୍ଦାମ କ୍ଷତାକ୍ତ ହୋଇଥିଲେ। ସେମାନଙ୍କ ସକାଶେ ଦୁଆ କରିବେ, ଆଲ୍ଲାହ ତାଆଲା ସେମାନଙ୍କୁ ସୁସ୍ଥ କରିଦିଅନ୍ତୁ। ଆସନ୍ତାରେ ପ୍ରକାଶ ପାଇବା ସମସ୍ତ ପ୍ରକାରର ଅସୁବିଧାରୁ ସେମାନଙ୍କୁ ସୁରକ୍ଷିତ ରଖନ୍ତୁ। ବର୍ତ୍ତମାନ 3 ଜଣ ଖୁଦ୍ଦାମ ବେଶୀ ଆକ୍ରାନ୍ତ ହୋଇଛନ୍ତି ଓ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଚିକିତ୍ସାଳୟରେ। ବାକି 5 ଜଣଙ୍କର ଚିକିତ୍ସା କରି ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି, କିନ୍ତୁ ସେମାନଙ୍କ ଆଘାତ ପ୍ରଶମିତ ହୋଇନାହିଁ। ସେମାନେ ପୂର୍ଣ୍ଣ ରୂପେ ସୁସ୍ଥ ହୋଇନାହାନ୍ତି, ସେଥିରେ ଆହୁରି ସମୟ ଲାଗିବ। ତେବେ ଆଲ୍ଲାହ ତାଆଲା ସେମାନଙ୍କୁ ସ୍ୱାସ୍ଥ୍ୟବାନ କରିଦିଅନ୍ତୁ। ଆସନ୍ତାରେ ମଧ୍ୟ ସମସ୍ତ ଅହମଦୀକୁ ପ୍ରତ୍ୟେକ ସ୍ଥାନରେ ସମସ୍ତ ପ୍ରକାର କ୍ଷତି ଓ ଅନିଷ୍ଟରୁ ସୁରକ୍ଷିତ ରଖନ୍ତୁ। ନମାଜ ପରେ ମୁଁ କେତେକ ମୃତକର ନମାଜ ଜନାଜା ପାଠ କରାଇବି। ସେମାନଙ୍କ ମଧ୍ୟରେ ପ୍ରଥମ ହେଲେ ମାର୍ଶାଲ ଆଇଲ୍ୟାଣ୍ଡର ଶ୍ରୀଯୁକ୍ତ ସାମ ଅଲି ନିନା ସାହେବ। ବିଗତ ଦିନ 83 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସ୍ୱର୍ଗତଙ୍କର ଇସଲାମ ଧର୍ମ ସହିତ ପ୍ରବଳ ପ୍ରଥମ ପରିଚୟ ମୁବଲିଗ ସିଲସିଲା ହାଫିଜ ଜିବ୍ରାଇଲ ସঈଦ ସାହେବଙ୍କ ମାଧ୍ୟମରେ ହୋଇଥିଲା 1980 ମସିହାରେ। ସେତେବେଳେ ସ୍ୱର୍ଗତ ମହୋଦୟ ଇସଲାମ ଧର୍ମ ସ୍ୱୀକାର କରିନେଇଥିଲେ। ତତ୍ସହିତ ଅର୍ଥାତ୍ ଅହମଦୀ ହେବା ପରେ ତାଙ୍କର ଘୋର ବିରୋଧ ମଧ୍ୟ ହୋଇଥିଲା। ବିରୋଧର ତାଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଥିଲା, କିନ୍ତୁ ଅତ୍ୟନ୍ତ ଦୃଢ଼ତାର ସହିତ ନିଜ ବିଶ୍ୱାସରେ ସେ ଅଟଳ ରହିଥିଲେ। ଜନୈକ ସେନେଟର ଅର୍ଥାତ୍ ସଂସଦରେ ଇସଲାମ ଧର୍ମକୁ ବେଆଇନ ଓ ଆତଙ୍କବାଦ ସଂଶ୍ଳିଷ୍ଟ ଧର୍ମ ବୋଲି ଯେତେବେଳେ ବିବେଚନା କରାଗଲା, ସେତେବେଳେ ସେ ଅତ୍ୟନ୍ତ ସାହସିକତାର ସହିତ ସ୍ଥାନୀୟ ସମ୍ବାଦପତ୍ରରେ ଆଲେଖ୍ୟମାନ ପ୍ରକାଶିତ କରିଥିଲେ, ସନ୍ଦର୍ଭମାନ ଲେଖିକି ପ୍ରେରଣ କରିଥିଲେ ଓ ତାହାକୁ ପ୍ରକାଶିତ କରାଇଥିଲେ। ଆମେମାନେ ଅହମଦୀ ମୁସଲମାନ ଅଟୁ ଓ ଆତଙ୍କବାଦୀମାନଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ। ସ୍ୱର୍ଗତ ମହୋଦୟଙ୍କ ଏହି ସାହସିକପୂର୍ଣ୍ଣ ସନ୍ଦେଶ ଜମାତକୁ ଶକ୍ତି ପ୍ରଦାନ କରିଥିଲା। ସେହି ସଂସଦ ଜଣକ ଏହି ଉଦ୍ୟମ କରିଥିଲା ଯେ ଆଇନ ପାରିତ କରିନେବ, କିନ୍ତୁ ସ୍ୱର୍ଗତ ମହୋଦୟଙ୍କ ଏହି ଉଦ୍ୟମ ଫଳରେ ସେହି ସାଂସଦଙ୍କର ତାଙ୍କର ଏହି ଉଦ୍ଦେଶ୍ୟ ପୂରଣ ହୋଇପାରିନଥିଲା ଓ ଆଇନ ପାରିତ ହେଲା ନାହିଁ। ସ୍ୱର୍ଗତ ସ୍ଥାନୀୟ ସମାଜରେ ମଧ୍ୟ ପ୍ରଭାବ ବିସ୍ତାର କରିଥିଲେ। ଆମେରିକାର ନାଏବ ଅମିର ଫଲାହୁଦ୍ଦିନ ଶମ୍ସ ସାହେବ କୁହନ୍ତି, ମୋତେ 5 ବର୍ଷ ହେଲା ମାର୍ଶାଲ ଆଇଲ୍ୟାଣ୍ଡରେ କାମ କରିବାର ସୌଭାଗ୍ୟ ଲାଭ ହୋଇଛି। ସେଠାକୁ ଯିବାକୁ ସାମର୍ଥ୍ୟ ଲାଭ ହୋଇଥିଲା, କାରଣ ଏହି ଉପଦ୍ୱୀପ ଆମେରିକା ଅଧିକୃତ ଥିଲା। ସାମ ସାହେବ ହାଫିଜ ଜିବ୍ରାଇଲ ସାହେବଙ୍କର ମାଧ୍ୟମରେ ଅହମଦୀ ହୋଇଥିଲେ। ପ୍ରାରମ୍ଭିକ କାଳରେ 4-5ଟି ଘର ଅହମଦୀ ଥିଲେ। ଜମାତ ବହୁତ ଛୋଟ ଥିଲା, ପଞ୍ଜୀକୃତ ହୋଇନଥିଲା, କିନ୍ତୁ ଅତ୍ୟନ୍ତ ପରିଶ୍ରମ ସହକାରେ ହାଫିଜ ସାହେବଙ୍କର
ଓ ତାଙ୍କର ଉଦ୍ୟମ ବଳରେ ଜମାତ ପଞ୍ଜୀକୃତ ହୋଇଥିଲା ସେଠାରେ। ହାଫିଜ୍ ସାହେବ ଯେତେବେଳେ ସେଠାରୁ ଫେରିଆସିଲେ ସେତେବେଳେ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ବି ମୁବଲ୍ଲିଗ ନଥିଲେ। ସାମ୍ ସାହେବ ନିଜର ମୃତ୍ୟୁ ପର୍ଯ୍ୟନ୍ତ ସେଠାରେ ଜମାତକୁ ସମ୍ଭାଳିଥିଲେ ଓ ତବଲିଗ କାର୍ଯ୍ୟ ଅବ୍ୟାହତ ରଖିଥିଲେ। ଅତ୍ୟନ୍ତ ଉତ୍ସାହ ଓ ଉଷ୍ଣତାପୂର୍ଣ୍ଣ ଭାବର ସହିତ ସେ ଜମାତକୁ ସାହାଯ୍ୟ ସହଯୋଗ କରୁଥିଲେ। ଲଣ୍ଡନରୁ ମଧ୍ୟ ଯେତେବେଳେ ପ୍ରତିନିଧି ସେଠାକୁ ଯାଉଥିଲେ ସେତେବେଳେ ସେ ସେହି ପ୍ରତିନିଧିମାନଙ୍କର ସାହାଯ୍ୟ କରୁଥିଲେ ଓ ଉତ୍ସର୍ଗୀମାନଙ୍କର ସମ୍ମାନ କରୁଥିଲେ, ସହଯୋଗ କରୁଥିଲେ ସେମାନଙ୍କ ସହିତ। ମାର୍ଶାଲ ଆଇଲ୍ୟାଣ୍ଡରେ ଜମାତ ସ୍ଥାପନ କରିବାରେ ସ୍ୱର୍ଗତ ମହୋଦୟଙ୍କର ସ୍ଥାନ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଅଧିକାଂଶ ନବଦୀକ୍ଷିତ ଅହମଦୀ ତାଙ୍କ ଉଦ୍ୟମ ଯୋଗୁଁ ଅହମଦୀ ହୋଇଥିଲେ। ଶମ୍ସ ସାହେବ କୁହନ୍ତି କୋସରାଏ ଠାରେ ମିଶନ ହାଉସ୍ ଯେତେବେଳେ ସ୍ଥାପନ ହେଲା ସେତେବେଳେ ସାମ୍ ସାହେବ ମଧ୍ୟ ସାହାଯ୍ୟ କରିଥିଲେ। ତାଙ୍କର କେତେକ ବନ୍ଧୁ ମଧ୍ୟ ଥିଲେ ସେଠାରେ। ସେମାନେ ସେଠାରେ ସାମିଲ ହେଲେ ଓ ଆଲ୍ଲାହ ତାଆଲାଙ୍କ କୃପାରୁ ସେଠାରେ ମିଶନ ହାଉସ୍ କିଣାଗଲା। ସେହିପରି କ୍ରେବାତି ଠାରେ ସ୍ୱର୍ଗତଙ୍କ ମାଧ୍ୟମରେ ମିଶନ ହାଉସ୍ ସ୍ଥାପନ କରାଯାଇଥିଲା। ପୁନଶ୍ଚ ଅନ୍ୟ ଏକ ସ୍ଥାନରେ ମଧ୍ୟ ମିଶନ ହାଉସ୍ ଆମର ସ୍ଥାପନ କରାଯାଇଥିଲା, ସେଥିରେ ମଧ୍ୟ ତାଙ୍କର ଯୋଗଦାନ ରହିଛି। ଶମ୍ସ ସାହେବ କୁହନ୍ତି ଏକଦା ମୁଁ ସାମ୍ ସାହେବଙ୍କୁ ପଚାରିଲି କ'ଣ କାରଣ ରହିଛି ଯେ ଆପଣଙ୍କର କେଉଁ ପୁଣ୍ୟ ବଳି ରହିଛି ଯେଉଁଥିପାଇଁ ଏହି 3ଟି ଉପଦ୍ୱୀପରେ ଜମାତ ସ୍ଥାପନ ହୋଇଗଲା ଆଉ ଆପଣଙ୍କର ଭୂମିକା ଏଥିରେ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଏଥିରେ ସେ ଅତ୍ୟନ୍ତ ବିନୀତତାର ସହିତ କହିଲେ ଏସବୁ ଆଲ୍ଲାହ ତାଆଲାଙ୍କର ଅସୀମ କୃପା, ମୋର କୌଣସି ଏଥିରେ ବୈଶିଷ୍ଟ୍ୟ ନାହିଁ। ମାର୍ଶାଲ ଆଇଲ୍ୟାଣ୍ଡରୁ ମୁବଲ୍ଲିଗ ସିଲସିଲା କାସିମ ଚୌଧୁରୀ ସାହେବ କୁହନ୍ତି ପ୍ରତିବନ୍ଧକ ଅର୍ଥାତ୍ ବାଧା ସତ୍ତ୍ୱେ ସେ ନିଜର ବିଶ୍ୱାସରେ ଅବିଚଳ ଓ ଅଟଳ ରହିଥିଲେ। ନିଜ ପତ୍ନୀଙ୍କ ସହିତ ମିଶି ବଳିଦାନ କରୁଥିଲେ। ସ୍ୱର୍ଗତଙ୍କ ପତ୍ନୀଙ୍କ ବଳିଦାନରୁ ଏକ ଭୂମି ବକ୍ଫ କରାଗଲା ଓ ମାର୍ଶାଲ ଆଇଲ୍ୟାଣ୍ଡରେ ଜମାତର ପ୍ରଥମ ମସଜିଦ୍ ସ୍ଥାପିତ ହୋଇଛି। ସ୍ୱର୍ଗତଙ୍କ ନିଜସ୍ୱ ଶବ୍ଦ ଇସଲାମ ଧର୍ମର ଘଟଣା ଏହିପରି ରହିଛି ଯେ 1987 ମସିହାରେ ମୁଁ ଓ ମୋର ପତ୍ନୀ ନେରୀ ଲଙ୍ଗ ଆଇଲ୍ୟାଣ୍ଡର ଏକ ହୋଟେଲରେ ଅବସ୍ଥାନ କରିଥିଲୁ। ଦିନେ ସକାଳେ ସମୟରେ ମୁଁ ନିଜ ରୁମ୍ରୁ ଯେତେବେଳେ ବାହାରକୁ ବାହାରିଲି ସେତେବେଳେ ଏକ ଉଚ୍ଚତା ବିଶିଷ୍ଟ ଆଫ୍ରିକୀୟ ବ୍ୟକ୍ତିକୁ ଦେଖିଲି। ମୁଁ ସେହି ବ୍ୟକ୍ତିଙ୍କୁ ସଲାମ କଲି। ସେ ପ୍ରତି ଉତ୍ତରରେ ସଲାମ କହିଲେ। ଏହିପରି ପରିଚୟ ହେଲା। ଯେତେବେଳେ ଏହା ଜଣାପଡ଼ିଲା ଯେ ହାଫିଜ୍ ଜିବ୍ରାଇଲ ସঈଦ ସାହେବ ସେ ଅଟନ୍ତି ଓ ମୁବଲ୍ଲିଗ ଅଟନ୍ତି, ସେ ଯାହା ହେଉ ତାଙ୍କ ସହିତ ସାକ୍ଷାତ ହୋଇଥିଲା ଓ ସମ୍ପର୍କ ମଜବୁତ ହୋଇଥିଲା। ଜିବ୍ରାଇଲ ସାହେବ ତାଙ୍କୁ ଇସଲାମର ବାର୍ତ୍ତା ପହଞ୍ଚାଇଥିଲେ ଓ ବାଇବେଲର ଆୟାତ ଦେଖାଇଲେ। କହିଲେ ହଜରତ ଈସା ଆଲୈହିସ୍ସଲାମଙ୍କ ପରେ ବାଇବେଲରେ ଏକ ଅବତାରଙ୍କ ଆଗମନ ଓ ଆବିର୍ଭାବର ସୂଚନା ରହିଛି। ମୁଁ ଏକଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ହେଲି ଯେ କେବଳ ଗୋଟିଏ ଆୟତ ନୁହେଁ ବରଂ ଅନେକ ଆୟତ ଯୀଶୁ ଖ୍ରୀଷ୍ଟଙ୍କ ପରେ ଜଣେ ଅବତାରଙ୍କ ଆଗମନର ସୂଚନା ଦେଉଛି। ଏପର୍ଯ୍ୟନ୍ତ କି ନୂତନ ଆହଦନାମା ନ୍ୟୁ ଟେଷ୍ଟାମେଣ୍ଟରେ ହଜରତ ଈସା ଆଲୈହିସ୍ସଲାମ ସ୍ୱୟଂ ଦ୍ରଷ୍ଟବ୍ୟ ଜୋହନ୍ସ 7:16ରେ କୁହନ୍ତି ମୋତେ ଯିବାର ଅଛି ଓ ସେ ଆଲ୍ଲାହ ମୋ ପରେ ଅନ୍ୟ ଜଣେ ବ୍ୟକ୍ତିକୁ ପ୍ରେରଣ କରିବେ। ସେ କୁହନ୍ତି ଏହା ସେହି ସତ୍ୟତା ଥିଲା ଯାହାକୁ ମୁଁ ପୂର୍ବେ କେବେ ବି ଶୁଣିନଥିଲି। ତେବେ ହାଫିଜ୍ ସାହେବ ପ୍ରତ୍ୟେକ କଥା ବାଇବେଲରୁ କହୁଥିଲେ ଓ ପରିଶେଷରେ ଆଲ୍ଲାହ ତାଆଲା ମୋତେ ସତ୍ମାର୍ଗ ପ୍ରଦାନ କଲେ। ମୋ ହୃଦୟ ଇସଲାମ ପ୍ରତି ଆକର୍ଷିତ ହେଲା ଓ ମୁଁ ଇସଲାମ ଧର୍ମ ସ୍ୱୀକାର କରିନେଲି। ସେତେବେଳେ ସରକାରୀ ଅଫିସରମାନେ କହିଲେ ମହୋଦୟ ଆମ୍ଭେ ଇସଲାମ ଧର୍ମକୁ ମାର୍ଶାଲ ଆଇଲ୍ୟାଣ୍ଡରେ ବିସ୍ତାର ହେବାକୁ ଦେବୁ ନାହିଁ। ଫଳତଃ ମୁଁ ହାଫିଜ୍ ସାହେବଙ୍କୁ ଫୋନ୍ କଲି। ସେ ସେତେବେଳକୁ ସେଠାରୁ ଯାଇସାରିଥିଲେ। ସେ କହିଲେ ମହୋଦୟ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ଆଲ୍ଲାହ ତାଆଲା ମାର୍ଗ ଉନ୍ମୁକ୍ତ କରିଦେବେ। ସ୍ୱର୍ଗତ ମହୋଦୟ କୁହନ୍ତି ତତ୍ପରେ ଆଲ୍ଲାହ ତାଆଲା ଏପରି ମାର୍ଗ ଉନ୍ମୁକ୍ତ କଲେ ଯେ ଦିନେ ମୁଁ ଘରେ ବସିଥିଲି, ଜଣେ ବ୍ୟକ୍ତି
ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟରୁ ମୋ ନିକଟକୁ ଆସିଲା ଓ ମୋତେ କହିବାକୁ ଲାଗିଲେ ଯେ ଜମାତର ପଞ୍ଜୀକରଣ ସ୍ୱୀକୃତି ହୋଇଯାଇଛି। ମହୋଦୟ କୁହନ୍ତି କେଉଁଠି ସେହି ଅଫିସରମାନେ କହୁଥିଲେ ଯେ ଜମାତ ତଥା ଇସଲାମକୁ ଏଠାରେ ପ୍ରସାର ହେବାକୁ ଦେବୁ ନାହିଁ। ଆଉ ଆଜି ଆଲ୍ଲାହ ତାଆଲା ଏଭଳି ପରିସ୍ଥିତି ଆଣିଦେଇଛନ୍ତି ଯେ ଜମାତକୁ ରେଜିଷ୍ଟ୍ରେସନ କରିଦିଆଯାଇଛି। ସେ ଆହୁରି କୁହନ୍ତି ମୁଁ ତୁରନ୍ତ ସେହି ରେଜିଷ୍ଟ୍ରେସନର ଏକ କିତା ନକଲ ହାଫିଜ ସାହେବଙ୍କୁ ପ୍ରେରଣ କଲି। ଯାହା ହେଉ ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ମୁଁ ବୁଝିନେଲି ଯେ ଅହମଦିୟତ ଅନ୍ୟ ମୁସଲମାନମାନଙ୍କ ଠାରୁ ଭିନ୍ନ। ଆଉ ଏଥିପାଇଁ ମୁଁ ଗର୍ବିତ ଯେ ମୁଁ ଜଣେ ଅହମଦୀ। ମୋ ମନରେ ସର୍ବଦା ଗୋଟିଏ ସ୍ୱର ଉଠୁଥିଲା ଯେ ମୁଁ ଅହମଦୀ ମୁସଲମାନ ଏବଂ ଅହମଦୀ ହେବା ଯୋଗୁଁ ମୁଁ ଅତି ଆନନ୍ଦିତ। ଦୀର୍ଘ 20 ବର୍ଷ ପର୍ଯ୍ୟନ୍ତ ଏଠାକୁ କୌଣସି ମୁବଲ୍ଲିଗ ଆସିନାହାନ୍ତି। ହାଫିଜ ସାହେବ କହିଲେ ଆପଣ ଉପସ୍ଥିତ ଖଲିଫାଙ୍କୁ ପତ୍ର ଲେଖନ୍ତୁ, ତେବେ କୌଣସି ନା କୌଣସି ବ୍ୟବସ୍ଥା ବା ସମାଧାନ ହୋଇଯିବ। ସେ ଯାହା ହେଉ 2004 ମସିହାରେ ମୋତେ ମରକଜରୁ ମାର୍ଗଦର୍ଶନ ପ୍ରାପ୍ତ ହେଲା ଯେ ଜଣେ ଅଜ୍ଞାତ ବ୍ୟକ୍ତି ଆସୁଛନ୍ତି, ଆପଣ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେବେ। ଅତଏବ ସ୍ୱର୍ଗତ ମହୋଦୟ କୁହନ୍ତି ଯେ ମୁଁ ବିମାନ ବନ୍ଦରକୁ ଗଲି। ତେବେ କିଛି ସମୟ ପରେ ଜନୈକ ସାହାବୀ ସ୍ମିତହାସ୍ୟ ପ୍ରକାଶ କରି ବାହାରକୁ ଆସିଲେ ଓ ମୋ ନାଁ ପଚାରିଲେ। ମୁଁ କହିଲି ଆଜ୍ଞା ମୋ ନାଁ ସାମ୍। ସେ ଉତ୍ତର ଦେଲେ ମୋର ନାମ କୌସର। ମହୋଦୟ ଇନାମୁଲ ହକ କୌସର ସାହେବ ଥିଲେ ସେ। ସେହିଦିନ ଠାରୁ ଆମେମାନେ ଭାଇ ଭାଇ ହୋଇଗଲୁ। ଆମେମାନେ ଏକତ୍ରିତ ହୋଇ କୋସରାଏ ଓ ପମ୍ଫାଇର ଯାତ୍ରା କଲୁ। ଗୋଟିଏ ସପ୍ତାହ ପାଖାପାଖି ସେଠାରେ ଅବସ୍ଥାନ କଲୁ। ଆମେମାନେ ଯେତେବେଳେ ପରସ୍ପର ଠାରୁ ଅଲଗା ହେଲୁ ସେତେବେଳେ ଆମମାନଙ୍କ ସମ୍ପର୍କ ଏପରି ହୋଇଯାଇଥିଲା ଯେ ଅନେକ କାଳ ଧରି ପରସ୍ପରକୁ ଯେପରି ଆମେ ଦୁହିଁକୁ ଚିହ୍ନିଛୁ। ଏହା ଇସଲାମୀୟ ଭାତୃଭାବ ଆଲ୍ଲାହ ତାଆଲାଙ୍କ କୃପାରୁ ମୁସଲମାନ ହେବା ଫଳରେ ଏଭଳି ସମ୍ପର୍କ ସ୍ଥାପିତ ହୋଇଥାଏ। ମୋତେ ନମାଜ ପରିବର୍ତ୍ତନ କରିଦେଇଛି। ମୋର ପତ୍ନୀ ମଧ୍ୟ ମୋ ଉପରେ ଏହି ପରିବର୍ତ୍ତନକୁ ଅନୁଭବ କରୁଛନ୍ତି। ତତ୍ପରେ ଯେତେବେଳେ କି ମୋତେ କୌଣସି ଜିନିଷର ଆବଶ୍ୟକତା ପଡ଼ୁଥିଲା ସେତେବେଳେ ମୁଁ ଆଲ୍ଲାହଙ୍କ ଛାମୁରେ ଗୁହାରି କରୁଥିଲି, ମାଗୁଥିଲି, ଆଉ ତାହା ତୁରନ୍ତ ଆଲ୍ଲାହ ତାଆଲା ମୋତେ ପ୍ରଦାନ କରିଦେଉଥିଲେ। ଅନେକ ଥର ମୁଁ ଆଲ୍ଲାହ ତାଆଲାଙ୍କ ସାହାଯ୍ୟକୁ ସ୍ୱଚକ୍ଷୁରେ ଅବଲୋକନ କରିଛି। ମୁଁ ତାଙ୍କର ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ସ୍ୱର୍ଗତଙ୍କ ନାତୁଣୀ ଜୁଲିଆ ସାହେବା କୁହନ୍ତି ନନା ଅତ୍ୟନ୍ତ ନୈଷ୍ଠିକ ମୁସଲମାନ ଥିଲେ। ଅନେକ ସମୟ ଆପଣ ଉପାସନାରେ ବ୍ୟତୀତ କରୁଥିଲେ। ପବିତ୍ର କୁରାନର ତିଲାୱତ କରିବାକୁ ସେ ବହୁତ ଭଲ ପାଉଥିଲେ। ବିଭିନ୍ନ ଇସଲାମୀୟ ପୁସ୍ତକ ଅଧ୍ୟୟନ କରୁଥିଲେ। ଅନେକ ସମୟରେ ଆମେମାନେ ତାଙ୍କୁ ଗଭୀର ଚିନ୍ତାରେ ମଗ୍ନ ଥିବାର ଦେଖୁଥିଲୁ। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ ଓ ତାଙ୍କ ବଂଶଧରମାନଙ୍କୁ ମଧ୍ୟ ଅହମଦୀ ହେବାକୁ ଶକ୍ତି ପ୍ରଦାନ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.